ମାନେ କଳ୍ପନା କରାଯାଉ ଯେ ଶହ ଶହ ବର୍ଷ ଧରି ଯେଉଁ ମାଟିରେ ଗୋଟିଏ ସମ୍ପ୍ରଦାୟ ବିନା ଟିକସରେ ଚାଷ କରି ଆସିଥିଲେ ହଁ ଏକଦମ ଆଉ ମାନେ ଯୁଦ୍ଧ ସମୟରେ ନିଜ ମାଟି ପାଇଁ ରକ୍ତ ବି ଦେଉଥିଲେ, ହଠାତ୍ ଦିନେ ଏକ ବିଦେଶୀ ସାମ୍ରାଜ୍ୟ ଆସି ସେହି ଜମି ଉପରେ ଅତ୍ୟଧିକ ଟିକସ ଲଗାଇଦେଲା। ଓ କେବଳ ସେତିକି ନୁହେଁ, ସେହି ସ୍ଥାନୀୟ ଯୋଦ୍ଧାମାନଙ୍କୁ ବନ୍ଦୁକ ଧରାଇ ନିଜ ପଡ଼ୋଶୀମାନଙ୍କ ଉପରେ ଗୁଳି ଚଲାଇବାକୁ ବି ବାଧ୍ୟ କରାଗଲା। ସତରେ ଏହା କୌଣସି କାଳ୍ପନିକ କାହାଣୀ ନୁହେଁ, ବରଂ ଔପନିବେଶିକ ଶାସନ ବା ବ୍ରିଟିଶ କଲୋନିଆଲ ରୁଲ୍ ସମୟରେ ଓଡ଼ିଶାରେ ଘଟିଥିବା ଏକ ନିଷ୍ଠୁର ବାସ୍ତବତା। ଠିକ୍ କହିଲେ। ତେଣୁ ଆଜିର ଏହି ସୂତ୍ରଗୁଡ଼ିକର ଗଭୀର ଅନୁଧ୍ୟାନରେ ଆମେ ଟ୍ରାଇବାଲ ଆଣ୍ଡ ସୋସିଆଲ ମୁଭମେଣ୍ଟସ୍ ଅନ୍ ଓଡ଼ିଶା ଉପରେ ଆଲୋଚନା କରିବା। ଆମର ଲକ୍ଷ୍ୟ ହେଉଛି ଏହି ଏକାଡେମିକ୍ ଏବଂ ଶାନ୍ତ ବାତାବରଣରେ ଆମ ସାମ୍ନାରେ ଥିବା ପ୍ରେଜେଣ୍ଟେସନ ସ୍ଲାଇଡ୍ସରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବାହାର କରିବା। ହଁ, ଆଉ ବିଶେଷ କରି ପରୀକ୍ଷା ପ୍ରସ୍ତୁତି ବା ଏକ୍ଜାମ୍ କରିବା ପାଇଁ ଯେଉଁ ଫ୍ୟାକ୍ଚୁଆଲ ଡାଟା ଦରକାର ତାହା ଉପରେ ଆମେ ସମ୍ପୂର୍ଣ୍ଣ ଧ୍ୟାନ ଦେବା। ବିଲକୁଲ। ତେବେ ଯେତେବେଳେ ଆମେ ଏହି ପ୍ରତିରୋଧ କଥା କହୁଛେ, ଏହା କୌଣସି ଗୋଟିଏ କାରଣରୁ ହଠାତ୍ ଆରମ୍ଭ ହୋଇନଥିଲା ତ? ନା ନା, ଆଦୌ ନୁହେଁ। ଏହି ବିଷୟଟି ପ୍ରକୃତିରେ ବହୁତ ଜଟିଳ। ଯଦି ଆମେ ତଥ୍ୟଗୁଡ଼ିକୁ ଦେଖିବା, ଏଠାରେ ମୁଖ୍ୟତଃ ଦୁଇଟି ଭିନ୍ନ ଗୋଷ୍ଠୀର ସଂଗ୍ରାମ ଦେଖିବାକୁ ମିଳେ, ମାନେ ନନ୍ ଟ୍ରାଇବାଲ ଏବଂ ଟ୍ରାଇବାଲ ସମ୍ପ୍ରଦାୟ। ଆଚ୍ଛା, ଦୁଇଟି ଅଲଗା ଗୋଷ୍ଠୀ। ହଁ, ଆଉ ପ୍ରାରମ୍ଭିକ ସ୍ତରରେ ଏହି ଦୁଇ ଗୋଷ୍ଠୀର ଅସନ୍ତୋଷର କାରଣ ସମ୍ପୂର୍ଣ୍ଣ ଅଲଗା ଥିଲା। ନନ୍ ଟ୍ରାଇବାଲ କମ୍ୟୁନିଟିଜ୍, ବିଶେଷ କରି ଯେଉଁମାନେ ପାରମ୍ପରିକ ସାମରିକ ବର୍ଗର ଥିଲେ, ସେମାନେ ମୁଖ୍ୟତଃ ନିଜର ଟେରିଟୋରିଆଲ ଇଣ୍ଟିଗ୍ରିଟି ରକ୍ଷା କରିବାକୁ ଲଢ଼ୁଥିଲେ। ଆଉ ସେମାନଙ୍କର ଟ୍ରାଡିସନାଲ ମିଲିଟାରୀ ପ୍ରିଭିଲେଜେସ୍ ବି ଥିଲା ବୋଧହୁଏ। ହଁ, ଏକଦମ। ବ୍ରିଟିଶ ଶାସନ ସେମାନଙ୍କର ସେହି ସାମରିକ ସମ୍ମାନ ଉପରେ ସିଧାସଳଖ ଆକ୍ରମଣ କରିଥିଲା। ତେବେ ଅନ୍ୟପଟେ ଯଦି ଆମେ ଟ୍ରାଇବାଲ କମ୍ୟୁନିଟିଜ୍ ମାନଙ୍କର କଥା ଦେଖିବା, ସେମାନଙ୍କର ସମସ୍ୟା ଟିକେ ଭିନ୍ନ ଥିଲା। କେମିତି? ଆଦିବାସୀମାନେ ବ୍ରିଟିଶମାନଙ୍କର କୋଏର୍ସିଭ୍ ଇକୋନୋମିକ୍ ପଲିସିଜ୍ ଆଉ ସେଇ ଯେଉଁ ଡିପ୍ କଲଚରାଲ ଇଣ୍ଟରଫେରେନ୍ସ ଥିଲା, ତା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଠିକ୍ କଥା। ସେମାନଙ୍କର ଜୀବନଶୈଳୀ ତ ସମ୍ପୂର୍ଣ୍ଣ ଜଙ୍ଗଲ ଏବଂ ପ୍ରକୃତି ଉପରେ ନିର୍ଭରଶୀଳ ଥିଲା। ହଁ, ଆଉ ଯେତେବେଳେ ଏକ ବାହ୍ୟ ଶକ୍ତି ଆସି ସେମାନଙ୍କର ଅର୍ଥନୀତିକୁ ବଳପୂର୍ବକ ନିୟନ୍ତ୍ରଣ କଲା, ପ୍ରତିରୋଧ ତ ହବାର ହିଁ ଥିଲା। ଏହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ। କାରଣଗୁଡ଼ିକ ଅଲଗା ହୋଇପାରେ, କିନ୍ତୁ ଉଭୟ ଗୋଷ୍ଠୀର ଏକ ସେଡ୍ ଗୋଲ୍ ବା ସାଧାରଣ ଲକ୍ଷ୍ୟ ସୃଷ୍ଟି ହୋଇଥିଲା। ବ୍ରିଟିଶ ରାଜକୁ ବିରୋଧ କରିବା। ହଁ, ଉଭୟ ଚାହୁଁଥିଲେ ବ୍ରିଟିଶ କଲୋନିଆଲ ରୁଲ୍ ଏବଂ ତା ସହିତ ଜଡ଼ିତ ଥିବା ଫ୍ୟୁଡାଲ ଅପରେସନକୁ ସମୂଳେ ବିନାଶ କରିବା। ନିଜର ନେଟିଭ୍ ରାଇଟ୍ସକୁ ସାବ୍ୟସ୍ତ କରିବା ପାଇଁ ସେମାନେ ଏକାଠି ହେବା ଆରମ୍ଭ କରିଥିଲେ। ଏହା ତ ଦୁଇଟି ଭିନ୍ନ ନଦୀ ଭଳି ଲାଗୁଛି, ଯାହା ଶେଷରେ ଯାଇ ପ୍ରତିରୋଧର ଗୋଟିଏ ମହାସାଗରରେ ମିଶିଯାଇଥିଲା। ବହୁତ ସୁନ୍ଦର ଉଦାହରଣଟିଏ ଦେଲେ। ଏକଦମ ସେମିତି ହିଁ ଥିଲା ସ୍ଥିତି। ଔପନିବେଶିକ ଶୋଷଣ ଥିଲା ସେଇ ଚୁଲ୍ଲିର ନିଆଁ, ଆଉ ସାମରିକ ସମ୍ମାନ ଛଡ଼ାଇବା ଥିଲା ପ୍ରେସର କୁକରର ଭାଲ୍ଭ ବନ୍ଦ କରିଦେବା। ବିସ୍ଫୋରଣ ତ ନିଶ୍ଚିତ ଥିଲା। ଆଉ ଏହି ବିସ୍ଫୋରଣର ପ୍ରଥମ ଶବ୍ଦ ଆମେ 1804 ମସିହାରେ ଶୁଣିବାକୁ ପାରିଥିଲୁ। ଆଚ୍ଛା, 1804 ଏହା ତ ଏକ ନିର୍ଣ୍ଣାୟକ ସମୟ ଥିଲା। ହଁ, ସ୍ଲାଇଡ୍ 3ର ତଥ୍ୟ ଅନୁସାରେ 1804 ମସିହାରେ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ଇନିସିଆଲ ପାଇକା ରେଜିଷ୍ଟେନ୍ସ ଆରମ୍ଭ ହୋଇଥିଲା। ମୁଁ ଯେତେ ଦୂର ଜାଣେ, ସେ ରାଜା ମୁକୁନ୍ଦ ଦେବ ଦ୍ୱିତୀୟଙ୍କର ପ୍ରିନ୍ସିପାଲ ଆଡଭାଇଜର ଥିଲେ ନା? ବିଲକୁଲ। ତାଙ୍କର ରାଜନୈତିକ ଏବଂ ସାମରିକ ଜ୍ଞାନ ବହୁତ ଉଚ୍ଚକୋଟୀର ଥିଲା। କିନ୍ତୁ ଏଠାରେ ଗୋଟେ ଦୁଃଖଦ ଚିତ୍ର ବି ଅଛି। ଏହି ପ୍ରାରମ୍ଭିକ ବିଦ୍ରୋହକୁ ବ୍ରିଟିଶମାନେ ଦବାଇ ଦେଲେ। କାରଣ କ'ଣ ଥିଲା? ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଏଥିରେ ବ୍ରିଟିଶମାନଙ୍କୁ ସାହାଯ୍ୟ କରିଥିଲେ ନିଜେ ଲୋକାଲ ନେଟିଭ୍ସ। ସତରେ? ନିଜ ସ୍ଥାନୀୟ ଲୋକମାନେ ଧୋକା ଦେଲେ? ଆଜ୍ଞା ହଁ। ସେହି ବିଶ୍ୱାସଘାତକତା ଯୋଗୁଁ ହିଁ ଜୟୀ ରାଜଗୁରୁଙ୍କୁ ଧରାଗଲା, ଆଉ 1806 ମସିହା ଡିସେମ୍ବର 6 ତାରିଖରେ ତାଙ୍କ ଫାଶୀ ଦିଆଗଲା। ଆରେ ବାପ୍ରେ, ଏହା ତ ବହୁତ ଦୁଃଖଦ। ତେଣୁ ପରୀକ୍ଷା ଦୃଷ୍ଟିରୁ ଏହି ତାରିଖଟା ମନେ ରଖିବା ଜରୁରୀ। ଆଉ ତାଙ୍କର ଏହି ବଳିଦାନ ପାଇଁ ତାଙ୍କୁ ସର୍ବସମ୍ମତିକ୍ରମେ ଫର୍ଷ୍ଟ ମାର୍ଟିର ଅଫ୍ ଓଡ଼ିଶା ଭାବରେ ଗ୍ରହଣ କରାଯାଏ। ଡିସେମ୍ବର 6, 1806। ଠିକ୍। କିନ୍ତୁ ମୋ ମନରେ ଗୋଟେ ପ୍ରଶ୍ନ ଉଠୁଛି। ନିଜ ସ୍ଥାନୀୟ ଲୋକଙ୍କର ଏଇ ବିଶ୍ୱାସଘାତକତା, ଏଇ ବିଟ୍ରେୟଲ, ଠିକ୍ 13 ବର୍ଷ ପରେ ଆରମ୍ଭ ହୋଇଥିବା ବିଦ୍ରୋହ ଉପରେ କିପରି ଏକ ମାନସିକ ପ୍ରଭାବ ପକାଇଥିଲା? ଏହା ଗୋଟେ ବହୁତ ଭଲ ପ୍ରଶ୍ନ। ଏହି 13 ବର୍ଷ ଥିଲା ଅସନ୍ତୋଷକୁ କୁହୁଳିବାର ସମୟ।
ପ୍ରାରମ୍ଭରେ ନିଶ୍ଚୟ ଭୟ ଆଉ ଅବିଶ୍ୱାସ ଥିଲା, କିନ୍ତୁ ବ୍ରିଟିଶମାନେ ବୋଧହୁଏ ଭାବିନେଲେ ଯେ ବିଦ୍ରୋହ ସବୁଦିନ ପାଇଁ ଶେଷ। ଆଉ ସେମାନେ ନିଜର ଶୋଷଣକୁ ଆହୁରି ବଢ଼ାଇଦେଲେ। ଏକଦମ ଲଗାତାର ଅତ୍ୟାଚାର ସେହି ଭୟକୁ ଧୀରେ ଧୀରେ ଏକ ଭୟଙ୍କର ଆକ୍ରୋଶରେ ପରିଣତ କଲା, ଯାହାର ଫଳାଫଳ ଥିଲା 1817ର ବିଖ୍ୟାତ ପାଇକା ରେବେଲିୟନ ବା ଖୋର୍ଦ୍ଧା ବିଦ୍ରୋହ। ଆଚ୍ଛା, 1817। ତେବେ ଆସନ୍ତୁ ସ୍ଲାଇଡ୍ 5 ଆଉ 6ର ତଥ୍ୟକୁ ଦେଖିବା। ପ୍ରଥମେ ଆମକୁ ବୁଝିବାକୁ ହେବ ଯେ ଏହି ପାଇକାସ୍ ମାନେ ପ୍ରକୃତରେ କିଏ ଥିଲେ। ହଁ, ସେମାନେ ଥିଲେ ଗଜପତି କିଙ୍ଗସଙ୍କର ଅଧୀନରେ ଥିବା ଏକ ଟ୍ରାଡିସନାଲ ମାର୍ଶିଆଲ କମ୍ୟୁନିଟି। ମାନେ ଶାନ୍ତି ସମୟରେ ଚାଷ କରୁଥିଲେ ଆଉ ଯୁଦ୍ଧ ବେଳେ ଖଣ୍ଡା ଧରୁଥିଲେ। ତେବେ ସେମାନେ କାହିଁକି ହଠାତ୍ ଏତେ ବଡ଼ ବିଦ୍ରୋହ କଲେ? ଏହା ପଛରେ କ'ଣ ମୁଖ୍ୟ କାରଣ ଥିଲା? ଉପଯୋଗିତାକୁ ଏକଦମ ଅସ୍ୱୀକାର କରାଗଲା। ଆଚ୍ଛା, ସେମାନଙ୍କର ସମ୍ମାନ ତଳକୁ ଖସିଗଲା। ହଁ, ଦ୍ୱିତୀୟ ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ଥିଲା ହେଭି ଟ୍ୟାକ୍ସେସନ ଅନ୍ ଆନ୍ସେଷ୍ଟ୍ରାଲ ଲ୍ୟାଣ୍ଡସ୍। ମାନେ ବାପା ଅଜ ଅମଳର ଜମି ଉପରେ ଟ୍ୟାକ୍ସ। ଆଜ୍ଞା ହଁ, ସେମାନେ ପିଢ଼ି ପିଢ଼ି ଧରି ଯେଉଁ ବିନା ଟିକସର ଜମି ଉପଭୋଗ କରୁଥିଲେ, ବ୍ରିଟିଶମାନେ ହଠାତ୍ ତା ଉପରେ ଅତ୍ୟଧିକ କର ଲଗାଇଦେଲେ। ମାନେ ଯୋଦ୍ଧାମାନଙ୍କ ପାଇଁ ନିଜ ପୂର୍ବପୁରୁଷଙ୍କ ଜମି ଉପରେ ଅଧିକାର ହରାଇବା ତ ବହୁତ ବଡ଼ ଅପମାନ। ଆଉ ତୃତୀୟଟା ତ ସବୁଠୁ ବଡ଼ ବିଡ଼ମ୍ବନା ଥିଲା, ତା ହେଉଛି ଫୋର୍ସଫୁଲ ରିକ୍ରୁଟମେଣ୍ଟ ଇଣ୍ଟୁ ଦ ବ୍ରିଟିଶ ଆର୍ମି। ମାନେ ଯେଉଁମାନେ ଆପଣଙ୍କ ଜମି ଛଡ଼ାଇ ନେଉଛନ୍ତି ସେମାନଙ୍କ ସେନାରେ ହିଁ ମିଶିବାକୁ ପଡ଼ିବ। ହଁ, ଏବଂ ନିଜ ଲୋକଙ୍କୁ ହିଁ ଦବାଇବାକୁ ପଡ଼ିବ। ଏହା କୌଣସି ଆତ୍ମସମ୍ମାନ ଥିବା ସମ୍ପ୍ରଦାୟ ପାଇଁ ଗ୍ରହଣଯୋଗ୍ୟ ନଥିଲା। ବାପ୍ରେ, ଏହା ତ ଯୁଦ୍ଧର ବଡ଼ କାରଣ ହେବ ହିଁ ହେବ। ତେବେ ଏହି ଯୁଦ୍ଧରେ କମ୍ବାଟେନ୍ସ ବା ନେତୃତ୍ୱ କିଏ ନେଉଥିଲେ? ବିଦ୍ରୋହୀ ପକ୍ଷରୁ ନେତୃତ୍ୱ ନେଉଥିଲେ ଅତ୍ୟନ୍ତ ଚତୁର ଏବଂ ପରାକ୍ରମୀ ବକ୍ସି ଜଗବନ୍ଧୁ ବିଦ୍ୟାଧର। ଆଉ ବ୍ରିଟିଶ ପକ୍ଷରୁ ଥିଲେ ଜଗନ୍ନାଥ ରାଓ ଭୋନ୍ସଲେ ଏବଂ ଲେଫ୍ଟନାଣ୍ଟ କର୍ଣ୍ଣଲ ହାରକୋଟ। ଆଚ୍ଛା, ଆଉ ଏ ଯୁଦ୍ଧଟା କେବଳ ଖୋର୍ଦ୍ଧାରେ ସୀମିତ ଥିଲା? ନା ନା, ଏହି ଥିଏଟର ଅଫ୍ ୱାର୍ ଖୁବ୍ ଶୀଘ୍ର ଖୋର୍ଦ୍ଧାରୁ ବାହାରି କଟକ, ପୁରୀ ଏବଂ ଗଞ୍ଜାମକୁ ବ୍ୟାପିଥିଲା। ସେମାନେ ବହୁତ ସଂଗଠିତ ଥିଲେ। କିନ୍ତୁ ମୋର ଏଠି ଗୋଟେ ଡାଉଟ୍ ଅଛି। ହଁ, କୁହନ୍ତୁ। ବ୍ରିଟିଶ ସେନା ତ ଫର୍ମାଲି ଟ୍ରେନ୍ଡ ଥିଲେ, ସେମାନଙ୍କ ପାଖରେ ଆଧୁନିକ ବନ୍ଧୁକ ଥିଲା, ତୋପ ଥିଲା, ଆଉ ପାଇକମାନେ ତ ଟ୍ରେଡିସନାଲ ୱେପନ୍ସ ମାନେ ଖଣ୍ଡା ତୀର ଧରିଥିଲେ। ହଁ, ସେଇଟା ତ ସତ। ତେବେ ଗୋଟିଏ ବନ୍ଧୁକ ସାମ୍ନାରେ ଖଣ୍ଡା ଧରି ଏତେ ବଡ଼ ସେନାକୁ ସେମାନେ ମାସ ଧରି ଅଟକାଇଲେ କେମିତି? ମାନେ ଏହାର ଯୁଦ୍ଧ କୌଶଳ ବା ମେକାନିକ୍ସଟା କ'ଣ ଥିଲା? ଏଇଟା ଗୋଟେ ବହୁତ ଚମତ୍କାର ଦିଗ ଯାହା ପ୍ରାୟତଃ ଉପେକ୍ଷା କରାଯାଏ। ବ୍ରିଟିଶମାନଙ୍କର ଟ୍ରେନିଂ ଖୋଲା ପଡ଼ିଆ ପାଇଁ ଥିଲା। ସେମାନେ ଧାଡ଼ି ବାନ୍ଧି ଏକା ସାଙ୍ଗରେ ଗୁଳି ଚଲାଉଥିଲେ। ଆଚ୍ଛା, ମାନେ ୟୁରୋପିଆନ୍ ଷ୍ଟାଇଲ ଯୁଦ୍ଧ। ବିଲକୁଲ। କିନ୍ତୁ ଖୋର୍ଦ୍ଧାର ଘଞ୍ଚ ଜଙ୍ଗଲ ଆଉ ପାହାଡ଼ିଆ ଅଞ୍ଚଳରେ ଏହି କୌଶଳ ସମ୍ପୂର୍ଣ୍ଣ ବିଫଳ ଥିଲା। ପାଇକମାନେ ଏହାର ପୂରା ଫାଇଦା ଉଠାଇ ଲୋକାଲାଇଜ୍ଡ ଗେରିଲା ୱାରଫେୟାର ଆପଣାଇଲେ। ଓହୋ, ମାନେ ସେମାନେ ଲୁଚି ଛପି ଆକ୍ରମଣ କରିଥିଲେ? ହଁ, ଆଉ ସେମାନଙ୍କର ସବୁଠୁ ବଡ଼ ଅସ୍ତ୍ର ବନ୍ଧୁକ ନଥିଲା, ବରଂ ଲୋକାଲ ଟୋପୋଗ୍ରାଫି ଉପରେ ଥିବା ଗଭୀର ଜ୍ଞାନ ଥିଲା। ଗୋଟେ ବନ୍ଧୁକରେ ବାରୁଦ ଭରିବାକୁ ସେତେବେଳେ 15 ସେକେଣ୍ଡ ଲାଗୁଥିଲା। ଆଉ ସେତିକି ସମୟ ଭିତରେ ପାଇକମାନେ ଆକ୍ରମଣ କରି ପୁଣି ଉଭାନ ହୋଇଯାଉଥିଲେ। ଏକଦମ ଠିକ୍। ଏହି ହିଟ୍ ଆଣ୍ଡ ରନ୍ ଟ୍ୟାକ୍ଟିକ୍ସ ବ୍ରିଟିଶ ସେନାକୁ ମାନସିକ ସ୍ତରରେ ଦୁର୍ବଳ କରିଦେଇଥିଲା। ବାଃ, ନିଜ ମାଟିର ଭୂଗୋଳ ଜାଣିବା ବି ଗୋଟେ ବଡ଼ ଅସ୍ତ୍ର ତାହେଲେ। କିନ୍ତୁ ଏତେ ଚମତ୍କାର କୌଶଳ ଆଉ ସାହସ ସତ୍ତ୍ୱେ ଶେଷରେ ତ ବିଦ୍ରୋହ ଦବିଗଲା ନା? ହଁ, ଦୁଃଖର କଥା। ବ୍ରିଟିଶ ସାମ୍ରାଜ୍ୟର ବିଶାଳ ସାଧନ ଆଗରେ ଏହାକୁ ଦବିବାକୁ ପଡ଼ିଲା। ସ୍ଲାଇଡ୍ 7ର ତଥ୍ୟ ଦର୍ଶାଏ ଯେ 1825 ମସିହାରେ ବୀରତ୍ୱର ପ୍ରତୀକ ବକ୍ସି ଜଗବନ୍ଧୁଙ୍କୁ ବନ୍ଦୀ ବା କ୍ୟାପଚର କରାଗଲା। ଆଉ ତାପରେ କ'ଣ ହେଲା? 4 ବର୍ଷ ଧରି ବନ୍ଦୀ ଜୀବନ କାଟିବା ପରେ 1829 ମସିହାରେ ବ୍ରିଟିଶ ହେପାଜତରେ ତାଙ୍କର ଦେହାନ୍ତ ହେଲା। ଏହି ପତନ ଯେତେ ଦୁଃଖଦାୟକ ହେଲେ ମଧ୍ୟ ଏହା ଇତିହାସରେ ଏକ ଅଲିଭା ଛାପ ଛାଡ଼ିଯାଇଛି। ଆଚ୍ଛା, 1829ରେ। ଛାତ୍ରଛାତ୍ରୀମାନଙ୍କ ପାଇଁ ଏଠାରେ ଆଉ ଗୋଟିଏ ଏକ୍ଜାମ୍ ଫୋକସ୍ ପଏଣ୍ଟ ଅଛି। ପ୍ରତିବର୍ଷ ଜୁଲାଇ 29 ତାରିଖକୁ ପାଇକ ବିଦ୍ରୋହ ଡେ ରୂପେ ପାଳନ କରାଯାଏ। ଏକଦମ ଠିକ୍। ଏହା ସେହି ଏଣ୍ଡ୍ୟୁରିଂ ସିମ୍ବଲ ଯାହା ପ୍ରତିରୋଧର ସ୍ୱରକୁ ଆଜି ବି ଜୀବିତ ରଖିଛି। ଆଉ ଏହାର ସାଂସ୍କୃତିକ ପ୍ରଭାବ ବି କିଛି କମ୍ ନଥିଲା। ହଁ, ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ପ୍ରସିଦ୍ଧ ଐତିହାସିକ ଉପନ୍ୟାସ 1817ରେ ଏହି ବିଦ୍ରୋହକୁ ଅମର କରାଯାଇଛି। ସେ ବହିଟା ତ ମାନେ ଆମ ସାଂସ୍କୃତିକ ପରିଚୟର ଗୋଟେ ବଡ଼ ଅଂଶ। ସତ କଥା। ଆଚ୍ଛା, ବର୍ତ୍ତମାନ ଯଦି ଆମେ ସ୍ଲାଇଡ୍ 8କୁ ସିଧାସଳଖ ଯିମା, ମାନେ ପାଇକ ବିଦ୍ରୋହ ପରେ ଆଦିବାସୀମାନଙ୍କର ସଂଗ୍ରାମ ବିଷୟରେ ଜାଣିବା। ହଁ, ନିଶ୍ଚୟ।
ପାଇକମାନଙ୍କର ସଂଘର୍ଷ ପରେ 1835 ମସିହାରେ ହୋଇଥିବା ଘୁମୁସର ଆନ୍ଦୋଳନ ବା ଘୁମସର ଅପ୍ରାଇଜିଂ ଏହାର ଏକ ଜ୍ୱଳନ୍ତ ଉଦାହରଣ। ଏହା ତ ଖଣ୍ଡ ଡମିନେଟେଡ୍ ଅଞ୍ଚଳ ଥିଲା ନା? ହଁ, ଘୁମସାର ଅଞ୍ଚଳ। ଏଠାରେ ଆଦିବାସୀମାନଙ୍କୁ ସଂଗଠିତ କରି ନେତୃତ୍ୱ ଦେଇଥିଲେ ଦରା ବିଷୋଇ। ତାଙ୍କୁ ସେହି ଅଞ୍ଚଳରେ ମାଲିଆ ବିଷୋଇ କିମ୍ବା ହେଡ୍ ଏଜେଣ୍ଟ ବି କୁହାଯାଉଥିଲା। ଆଉ ତାଙ୍କୁ ଯେତେବେଳେ ଅନୁଗୁଳରେ ଗିରଫ କରାଗଲା, ତାପରେ କିଏ ନେତୃତ୍ୱ ନେଲେ? ତାଙ୍କ ପରେ ଚକ୍ରା ବିଷୋଇ ଏହି ଲଢ଼ାଇର ନେତୃତ୍ୱ ନେଇଥିଲେ। ଆଚ୍ଛା, ତେବେ ଏହି ଆଦିବାସୀମାନଙ୍କର ବିଦ୍ରୋହ ପଛରେ କ'ଣ ଟ୍ରିଗର ଥିଲା? ଐତିହାସିକ ତଥ୍ୟ ଏଠାରେ 3ଟି ମୁଖ୍ୟ ଟ୍ରିଗର ଦର୍ଶାଏ। ପ୍ରଥମଟି ହେଲା ମେରିଆ ପ୍ରଥାକୁ ବ୍ରିଟିଶମାନଙ୍କ ଦ୍ୱାରା ନିଷିଦ୍ଧ କରାଯିବା। ଏହା ଥିଲା ଖଣ୍ଡମାନଙ୍କର ଏକ ଟ୍ରେଡିସନାଲ ହ୍ୟୁମାନ ସାକ୍ରିଫାଇସ୍ ବା ନରବଳି ପ୍ରଥା। ହଁ, ଆଉ ଦ୍ୱିତୀୟଟା? ଦ୍ୱିତୀୟରେ ସେଇ ଅତ୍ୟଧିକ କୋର୍ସିଭ ଲ୍ୟାଣ୍ଡ ରେଭିନ୍ୟୁ ଆଦାୟ ଏବଂ ତୃତୀୟ କାରଣଟି ଥିଲା ଏକ ବଡ଼ ରାଜନୈତିକ ପଦକ୍ଷେପ, ମାନେ ସେମାନଙ୍କର ପାରମ୍ପରିକ ଭଞ୍ଜ ରୁଲିଂ ଫ୍ୟାମିଲିକୁ ବଳପୂର୍ବକ ହଟାଇଦେବା। ଆଚ୍ଛା, ଏଠି ମୁଁ ସେ ପ୍ରଥମ ପଏଣ୍ଟ ମାନେ ମେରିଆ ପ୍ରଥା ଉପରେ ଟିକେ ବିଶ୍ଳେଷଣ କରିବାକୁ ଚାହୁଁଛି। ଯଦି ଆମେ ଦେଖିବା, ବ୍ରିଟିଶମାନେ ନିଜକୁ ସିଭିଲାଇଜର୍ସ ବା ସମାଜ ସୁଧାରକ ଭାବରେ ପ୍ରୋଜେକ୍ଟ କରୁଥିଲେ। ହଁ, ବାହାର ଦୁନିଆକୁ ଦେଖାଇବା ପାଇଁ। ମାନେ ନରବଳି ବନ୍ଦ କରିବା ନାଁରେ ସେମାନେ ଗୋଟେ ମାନବାଧିକାରର କଥା କହୁଥିଲେ, କିନ୍ତୁ ପ୍ରକୃତରେ ଏହା କ'ଣ କେବଳ ରାଜସ୍ୱ ଆଉ କ୍ଷମତା ଦଖଲର ଗୋଟେ ବାହାନା ନଥିଲା? କ'ଣ ସେମାନେ ସତରେ ଆଦିବାସୀଙ୍କ ଉନ୍ନତି ଚାହୁଁଥିଲେ? ପୁରା ସଠିକ୍ ପଏଣ୍ଟ ଧରିଛନ୍ତି ଆପଣ। ଇତିହାସକାରମାନେ ଏହାକୁ ସମ୍ପୂର୍ଣ୍ଣ ରୂପେ ଏକ ରାଜନୈତିକ ପଦକ୍ଷେପ ବୋଲି ମାନନ୍ତି। ବ୍ରିଟିଶମାନଙ୍କର ମୁଖ୍ୟ ଆଗ୍ରହ କେବେ ହେଲେ ଆଦିବାସୀମାନଙ୍କର ସାମାଜିକ ଉନ୍ନତି ନଥିଲା। ମାନେ ଏହା ଗୋଟେ ଟ୍ରୋଜନ ହର୍ସ ଭଳି ଲାଗୁଛି। ହଁ, ମେରିଆ କେବଳ ଗୋଟେ ଆଦର୍ଶଗତ ବାହାନା ଥିଲା ଦୁର୍ଗମ ଆଦିବାସୀ ଅଞ୍ଚଳ ଭିତରେ ନିଜ ସେନା ଏବଂ ପ୍ରଶାସନକୁ ପ୍ରବେଶ କରାଇବା ପାଇଁ। ମାନେ ଥରେ ସେମାନେ ସେଠି ପଶିଗଲେ, ବାସ୍, ତାପରେ ଅସଲି ଖେଳ ଆରମ୍ଭ। ଏକଦମ। ତାପରେ ସେମାନଙ୍କର ପ୍ରକୃତ ଅର୍ଥନୈତିକ ଏଜେଣ୍ଡା ଆରମ୍ଭ ହେଲା, ମାନେ ଜଙ୍ଗଲ ସମ୍ପଦ ଉପରେ ପୂର୍ଣ୍ଣ କବ୍ଜା ଆଉ କଠୋର ଲ୍ୟାଣ୍ଡ ରେଭିନ୍ୟୁ ଆଦାୟ କରିବା। ଆଉ ଏଥିପାଇଁ ଯଦି କେହି ସବୁଠାରୁ ବଡ଼ ବାଧା ଥିଲେ, ସେ ଥିଲେ ପାରମ୍ପରିକ ଭଞ୍ଜ ରୁଲିଂ ଫ୍ୟାମିଲି। ତେଣୁ ସେମାନଙ୍କୁ କ୍ଷମତାରୁ ହଟାଇ ଏକ ପାୱାର ଭ୍ୟାକ୍ୟୁମ୍ ବା କ୍ଷମତା ଶୂନ୍ୟତା ସୃଷ୍ଟି କରାଗଲା। ହଁ, ଯାହାକୁ ବ୍ରିଟିଶମାନେ ନିଜେ ପୂରଣ କଲେ। ସେମାନେ ସିଭିଲାଇଜର୍ସର ମୁଖା ପିନ୍ଧି ପ୍ରକୃତରେ କେବଳ ଉତ୍ସଗୁଡ଼ିକର ଲୁଣ୍ଠନ କରୁଥିଲେ। ଏହା ହିଁ ଔପନିବେଶିକ ଇତିହାସର ସବୁଠାରୁ ବଡ଼ ବିଡ଼ମ୍ବନା। ସତରେ କେଡ଼େ ବଡ଼ ରାଜନୈତିକ ଖେଳ। ତେବେ ବର୍ତ୍ତମାନ ଯଦି ଆମେ ସ୍ଲାଇଡ୍ 9 ଆଉ 10କୁ ଯିବା, ମାନେ ଏହି ଦୁଇଟି ବିଦ୍ରୋହର ଗୋଟେ ତୁଳନାତ୍ମକ ବିଶ୍ଳେଷଣ ବା କମ୍ପାରେଟିଭ୍ ଆନାଲିସିସ୍ କଲେ ଛାତ୍ରଛାତ୍ରୀମାନଙ୍କୁ ସମଗ୍ର ଚିତ୍ରଟା ଆହୁରି ସ୍ପଷ୍ଟ ହୋଇଯିବ। ହଁ, ନିଶ୍ଚିତ ଭାବରେ ଆସନ୍ତୁ ଦେଖିବା। 1817ର ପାଇକ ରିବେଲିୟନ୍ ଥିଲା ନନ୍ ଟ୍ରାଇବାଲ ମାର୍ଶାଲ କ୍ଲାସର ସଂଗ୍ରାମ। ଏଠି ଟ୍ୟାକ୍ସେସନ୍ ଆଉ ମିଲିଟାରୀ ଷ୍ଟେଟସର ହ୍ରାସ ଥିଲା ମୁଖ୍ୟ କାରଣ। ଆଉ ନେତା ଥିଲେ ବକ୍ସି ଜଗବନ୍ଧୁ ଓ ଜେଇ ରାଜଗୁରୁ। ଆଉ ଅନ୍ୟପଟେ ଯଦି ଦେଖିବା, 1835ର ଘୁମସାର ଅପ୍ରାଇଜିଂ ଥିଲା ବିଶୁଦ୍ଧ ଟ୍ରାଇବାଲ ଖୁଣ୍ଡ କମ୍ୟୁନିଟିର ସଂଗ୍ରାମ। ଏଠାରେ ରେଭିନ୍ୟୁ କୋଅର୍ସନ୍ ଆଉ ନିଜ ସାଂସ୍କୃତିକ ପରମ୍ପରା ବା କଲଚରାଲ ଇଣ୍ଟରଫେରେନ୍ସ ବିରୋଧରେ ପ୍ରତିବାଦ ଥିଲା ମୁଖ୍ୟ କାରଣ। ଏଠାରେ ନେତୃତ୍ୱ ଦେଇଥିଲେ ଦୋରା ବିଷୋଇ ଓ ଚକ୍ରା ବିଷୋଇ। ଏହି ତୁଳନା ଆମକୁ ଦେଖାଏ ଯେ କିପରି ଏକାଧିକ ସ୍ତରରେ ବ୍ରିଟିଶ ନୀତି ବିଭିନ୍ନ ଲୋକଙ୍କୁ ଆଘାତ ଦେଇଥିଲା। କିନ୍ତୁ ଏହି ପାର୍ଥକ୍ୟ ସତ୍ତ୍ୱେ ଯଦି ଆମେ ବିଗ ପିକ୍ଚର ଦେଖିବା, ଏହା ଥିଲା ଏକ ୟୁନିଫାଇଡ୍ ଷ୍ଟ୍ରଗଲ ବା ଏକ ଏକଜୁଟ ସଂଗ୍ରାମ। ଏକଦମ ଠିକ୍। ଗୋଟିଏ ପଟେ ଏଲିଟିଷ୍ଟ ମାର୍ଶାଲ କ୍ଲାସ ନିଜର ସମ୍ମାନ ପାଇଁ ଲଢ଼ୁଥିଲା ବେଳେ ଅନ୍ୟପଟେ ଡିପ୍ ରୁଟେଡ୍ ଟ୍ରାଇବାଲ କମ୍ୟୁନିଟିଜ୍ ନିଜର ଜଙ୍ଗଲ ଏବଂ ସଂସ୍କୃତି ପାଇଁ ଲଢ଼ୁଥିଲେ। ଉଭୟଙ୍କର ଶତ୍ରୁ ଥିଲା ଏକମାନେ କଲୋନିଆଲ ଏକ୍ସଟ୍ରାକ୍ସନ୍। ଏହି ସଂଗ୍ରାମଗୁଡ଼ିକ ଏକାଠି ମିଶି ଓଡ଼ିଶାର ମାଟିରେ ନେଟିଭ୍ ସଭର୍ଣ୍ଣିଟିର ଏକ ଏଣ୍ଡ୍ୟୁରିଂ ସ୍ପିରିଟ୍ ସୃଷ୍ଟି କରିଥିଲେ। ସମ୍ପୂର୍ଣ୍ଣ ସତ୍ୟ। ଆଲୋଚନାକୁ ସମୃଦ୍ଧ କରିବା ପାଇଁ ଏହା ବୁଝିବା ଦରକାର ଯେ ଐତିହାସିକ ଘଟଣାଗୁଡ଼ିକୁ କେବଳ କାହାଣୀ ଭାବରେ ନ ଦେଖି ଏଥିରେ ଥିବା ତଥ୍ୟଭିତ୍ତିକ ପ୍ରମାଣ ଉପରେ ଧ୍ୟାନ ଦେବା ଉଚିତ। ହଁ, ମାନେ ନିର୍ଦ୍ଦିଷ୍ଟ ମସିହା, ନେତାଙ୍କ ନାମ ଆଉ ଆନ୍ଦୋଳନର ତାତ୍କାଳିକ କାରଣ ଏହି ସବୁ ତଥ୍ୟ ହିଁ ଆମକୁ ଇତିହାସର ଏକ ସଠିକ୍ ଚିତ୍ର ପ୍ରଦାନ କରିଥାଏ। ବିଲକୁଲ, ଯାହାକି ଯେକୌଣସି ଅଧ୍ୟୟନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଆଜିର ଏହି ଶୈକ୍ଷଣିକ ଏବଂ ଗଭୀର ଆଲୋଚନାକୁ ସମାପ୍ତ କରିବା ପୂର୍ବରୁ ଆମେ ଏଠାରେ ଏକ ଗଭୀର ଚିନ୍ତା ବା ପ୍ରଶ୍ନ ଛାଡ଼ିଯିବାକୁ ଚାହୁଁଛୁ। ହଁ, ନିଶ୍ଚୟ। ଆମେ ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଖିଲେ ଯେ ଜୟଦେବ ରାଜଗୁରୁଙ୍କୁ ଧରିବାରେ ଆଉ ବ୍ରିଟିଶ ବାହିନୀକୁ ସାହାଯ୍ୟ କରିବାରେ
କିଛି ଲୋକାଲ ନେଟିଭ୍ସ ବା ସ୍ଥାନୀୟ ଅଧିବାସୀଙ୍କର ଏକ ବହୁତ ବଡ଼ ଭୂମିକା ଥିଲା। ଏହି ଘଟଣାଟି କେବଳ ଗୋଟିଏ ଉଦାହରଣ ନୁହେଁ। ଇତିହାସର ବିଭିନ୍ନ ପୃଷ୍ଠାରେ ଆମେ ଏପରି ବିଶ୍ୱାସଘାତକତାର ଚିତ୍ର ଦେଖିବାକୁ ପାଉ। ଆଉ ଏହା ହିଁ ସବୁଠାରୁ ବଡ଼ ବିଡ଼ମ୍ବନା। ଯେତେବେଳେ ଆମେ ଇତିହାସରେ ଏକଜୁଟ ପ୍ରତିରୋଧ ବା ୟୁନିଫାଇଡ୍ ରେଜିଷ୍ଟାନ୍ସ କଥା ପଢ଼ୁଛୁ, ଆମେ ସମସ୍ତେ ବାହ୍ୟ ଶତ୍ରୁ ଉପରେ ଧ୍ୟାନ ଦେଉ। କିନ୍ତୁ ସମାଜ ଭିତରେ ଥିବା ଏହି ଆଭ୍ୟନ୍ତରୀଣ ବିଭାଜନ ବା ସ୍ଥାନୀୟ ଲୋକଙ୍କର ବିଶ୍ୱାସଘାତକତା ଆମକୁ ଇତିହାସର ଏକ ଅଲଗା ଦିଗ ଦେଖାଏ। ତେବେ ଏଠାରେ ଚିନ୍ତା କରିବାର ବିଷୟ ହେଉଛି, ଯେତେବେଳେ ଆମେ ଔପନିବେଶିକ ଶାସନର ସଫଳତା ବିଷୟରେ କହୁଛୁ, ସେତେବେଳେ କ'ଣ କେବଳ ସେମାନଙ୍କର ଆଧୁନିକ ଅସ୍ତ୍ରଶସ୍ତ୍ର ହିଁ ମୁଖ୍ୟ କାରଣ ଥିଲା? ନା, ବୋଧହୁଏ ଆମ ନିଜ ସମାଜ ଭିତରେ ଥିବା ବିଭାଜନ। ଏକଦମ। ଆମ ନିଜ ଭିତରେ ଥିବା ଏଇ ଆଭ୍ୟନ୍ତରୀଣ ବିଭାଜନ ଏବଂ ବ୍ୟକ୍ତିଗତ ସ୍ୱାର୍ଥ ସେମାନଙ୍କ ପାଇଁ ଶାସନ କରିବା ଅଧିକ ସହଜ କରିଦେଇଥିଲା। ଯେତେବେଳେ ସମାଜର କିଛି ଅଂଶ ନିଜ ସ୍ୱାର୍ଥ ପାଇଁ ବାହାର ଶତ୍ରୁ ସହ ହାତ ମିଳାନ୍ତି, ସେତେବେଳେ ଏହା ଔପନିବେଶିକ ଶାସନକୁ ଏକ ନୂଆ ଏବଂ ଅଧିକ ଜଟିଳ ଦୃଷ୍ଟିକୋଣରୁ ଦେଖିବାକୁ ବାଧ୍ୟ କରେ। ସତ କଥା। କ'ଣ ପ୍ରକୃତ ଶତ୍ରୁ କେବଳ ସୀମା ବାହାରେ ଥାଏ, ନା ଆମ ନିଜ ଭିତରେ ଥିବା ବିଭାଜନ ହିଁ ସବୁଠାରୁ ବଡ଼ ଶତ୍ରୁ? ଏହି ଗଭୀର ପ୍ରଶ୍ନ ଏବଂ ଚିନ୍ତା ସହିତ ଆଜିର ଏହି ସୂତ୍ରଗୁଡ଼ିକର ଗଭୀର ଅନୁଧ୍ୟାନକୁ ଆମେ ଏଠାରେ ସମାପ୍ତ କରୁଛୁ। ଛାତ୍ରଛାତ୍ରୀମାନେ ଏହି ଫ୍ୟାକ୍ଚୁଆଲ୍ ଡାଟାଗୁଡ଼ିକୁ ଭଲ ଭାବରେ ମନେ ରଖନ୍ତୁ। ଆମ ଆଲୋଚନାରୁ ନିଶ୍ଚୟ ଲାଭ ମିଳିବ। ଆଉ ନିଜର ଅଧ୍ୟୟନ ଏବଂ ଅନୁସନ୍ଧାନ ଜାରି ରଖନ୍ତୁ। ଆମ ସହିତ ଯୋଡ଼ି ହୋଇଥିବାରୁ ବହୁତ ବହୁତ ଧନ୍ୟବାଦ। ଆଚ୍ଛା, ଟିକେ କଳ୍ପନା କରନ୍ତୁ ଗୋଟେ ଦୃଶ୍ୟ। 19 ଶତାବ୍ଦୀର ମଧ୍ୟଭାଗ କଥା। ହଁ, ସେହି ସମୟର ଓଡ଼ିଶା। ବିଲକୁଲ। ଓଡ଼ିଶାର ଏକ ଅତ୍ୟନ୍ତ ଘଞ୍ଚ, ପୁରା ଅନ୍ଧକାରମୟ ଜଙ୍ଗଲ। ଗୋଟେ ପଟେ ଅଛନ୍ତି ବ୍ରିଟିଶ ସାମ୍ରାଜ୍ୟର ସୁସଜ୍ଜିତ ସେନାବାହିନୀ, ଯାହାଙ୍କ ପାଖରେ ସେହି ସମୟର ସବୁଠାରୁ ଆଧୁନିକ ବନ୍ଧୁକ ଆଉ ଗୋଳାବାରୁଦ ଥିଲା। ଏକଦମ। ଆଉ ଅନ୍ୟପଟେ ଅଛନ୍ତି ସ୍ଥାନୀୟ ଆଦିବାସୀ ଯୋଦ୍ଧା, ଯାହାଙ୍କ ହାତରେ ଅଛି କେବଳ ପାରମ୍ପରିକ ଧନୁ, ତୀର ଏବଂ ଟାଙ୍ଗିଆ। ଆଉ ଯେକୌଣସି ସାଧାରଣ ଲୋକ ଏହା ଦେଖିଲେ କହିବ ଯେ ଏହି ଲଢ଼େଇ ମାତ୍ର କିଛି ଘଣ୍ଟା ଭିତରେ ଶେଷ ହୋଇଯିବ। ରାଇଟ୍, ବ୍ରିଟିଶମାନେ ସହଜରେ ଜିତିଯିବେ। ହଁ, କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଲଢ଼େଇ କିଛି ଘଣ୍ଟା କିମ୍ବା କିଛି ଦିନ ନୁହେଁ। ସତରେ? ହଁ, ଏହା ପ୍ରାୟ 2 ଦଶନ୍ଧି ଧରି ଚାଲିଥିଲା। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସାମ୍ରାଜ୍ୟକୁ ଏହି ଜଙ୍ଗଲ ଭିତରେ ଆଠେଇବାକୁ ବାଧ୍ୟ କରିଥିଲେ ଏହି ଲୋକମାନେ। ଓହୋ, 2 ଦଶନ୍ଧି, 20 ବର୍ଷ। ଆଜିର ଏହି ଗଭୀର ଅନୁଧ୍ୟାନରେ ବା ଡିପ୍ ଡାଇଭ୍ରେ ଆମେ ଏହି ରୋମାଞ୍ଚକର ଇତିହାସ ଉପରେ ଆଲୋଚନା କରିବା। ଠିକ୍ କଥା। ଆମର ମୁଖ୍ୟ ବିଷୟବସ୍ତୁ ହେଉଛି 1837ରୁ 1949 ମସିହା ମଧ୍ୟରେ ଘଟିଥିବା ଟ୍ରାଇବାଲ ଆଣ୍ଡ ରିଜନାଲ ମୁଭମେଣ୍ଟସ୍। ହଁ, ଆଦିବାସୀ ଏବଂ ଆଞ୍ଚଳିକ ଆନ୍ଦୋଳନ। ଆମେ କେବଳ ତାରିଖ ମନେ ପକାଇବା ନାହିଁ, ଆମର ଲକ୍ଷ୍ୟ ହେଉଛି ବୁଝିବା ଯେ ନିଜର ଜମି ଆଉ ପରିଚୟ ବଞ୍ଚାଇବା ପାଇଁ ସେମାନେ କିପରି ଲଢ଼ିଥିଲେ। ଆଉ ଦେଖନ୍ତୁ, ଏହି ଆଲୋଚନାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଏହି ସଂଗ୍ରାମର କ୍ରମବିକାଶ। ଏହା କେବଳ ଇଂରେଜମାନଙ୍କ ବିରୋଧରେ ଗୋଟିଏ ଲଢ଼େଇ ନଥିଲା। ଆଚ୍ଛା, ତାହେଲେ ଆଉ କ'ଣ ଥିଲା? ଯଦି ଆମେ ଏହି 100 ବର୍ଷର ଇତିହାସକୁ ଦେଖିବା, ଏହା ମୁଖ୍ୟତଃ 3ଟି ପର୍ଯ୍ୟାୟ ଦେଇ ଗତି କରିଥିଲା। ପ୍ରଥମେ ଆଣ୍ଟି କଲୋନିଆଲ ବା ଉପନିବେଶବାଦ ବିରୋଧୀ ସଂଗ୍ରାମ, ଯୋଉଠି ଖଣ୍ଡ ଏବଂ ଭୂୟା ସମ୍ପ୍ରଦାୟ ନିଜର ସଂସ୍କୃତିକୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ। ବିଲକୁଲ। ତାପରେ ଦ୍ୱିତୀୟରେ ଆସିବ ନୀଳଗିରି ଆନ୍ଦୋଳନ। ଏହା କେବଳ ବିଦେଶୀ ଶାସକ ନୁହେଁ, ବରଂ ନିଜର ସ୍ଥାନୀୟ ଶୋଷଣକାରୀ ରାଜାଙ୍କ ବିରୋଧରେ ବି ଥିଲା। ସାମାଜିକ ଏବଂ ଅର୍ଥନୈତିକ ଲଢ଼େଇ, ରାଇଟ୍? ଏକଦମ। ଆଉ ତୃତୀୟ ପର୍ଯ୍ୟାୟଟି ହେଉଛି ସବୁଠାରୁ ଜଟିଳ, ସ୍ୱାଧୀନତା ପରବର୍ତ୍ତୀ ସମୟ। ମୟୂରଭଞ୍ଜ ଏବଂ ଖରସୁଆଁ କଥା କହୁଛନ୍ତି ଆପଣ? ଏକ ନୂଆ ଦେଶ ସହିତ ମିଶିବା ବେଳେ ନିଜର ଅଟୋନମି ବା ସ୍ୱାୟତ୍ତତା ହରାଇବାର ସଂଘର୍ଷ। ଓକେ, ଲେଟ୍ସ ଅନପ୍ୟାକ୍ ଦିସ୍। ଆସନ୍ତୁ ସିଧା 1837 ମସିହାକୁ ଯିବା। ଖଣ୍ଡ ବିଦ୍ରୋହ। ଖଣ୍ଡ ଅପରାଇଜିଂ। ହଁ, ଏହା 1837ରୁ 1856 ମସିହା ପର୍ଯ୍ୟନ୍ତ ଚାଲିଥିଲା। ଚକ୍ର ବିଷୟ ଏହାର ନେତୃତ୍ୱ ନେଇଥିଲେ। ମୁଁ ଯେତେବେଳେ ଏହା ପଢ଼ୁଥିଲି, ମୋ ମନରେ ଗୋଟେ ପ୍ରଶ୍ନ ଆସୁଥିଲା। କ'ଣ? ଇଂରେଜମାନେ ତ ପୁରା ଦେଶ ଦଖଲ କରୁଥିଲେ, କିନ୍ତୁ ଘୁମୁସର ଭଳି ଜଙ୍ଗଲ ଅଞ୍ଚଳରେ ଏହି ବିଦ୍ରୋହ ଏତେ ଉଗ୍ର କାହିଁକି ହେଲା? ଏହାର ବହୁତ ବଡ଼ କାରଣ ଅଛି। ଏହା କେବଳ ରାଜ୍ୟ ଦଖଲ ନଥିଲା। ହଁ, ତଥ୍ୟର ଜଣାପଡ଼େ ଯେ ଏହା କଲଚରାଲ ଇଣ୍ଟରଫିୟରେନ୍ସ ବା ସାଂସ୍କୃତିକ ହସ୍ତକ୍ଷେପ ଥିଲା, ଆଉ ତା ସହିତ ଜମିଦାରମାନଙ୍କର ହାଇ ଟ୍ୟାକ୍ସେସ୍। ଠିକ୍ କହିଲେ। ବ୍ରିଟିଶମାନେ ନିଜକୁ ବହୁତ ସଭ୍ୟ ଭାବୁଥିଲେ।
ସେମାନେ ଆଦିବାସୀ ପ୍ରଥାଗୁଡ଼ିକୁ ବନ୍ଦ କରିବାକୁ ଚେଷ୍ଟା କଲେ। ମାନେ ବାହାରୁ ଆସି ଆପଣଙ୍କୁ ଲୁଟିବା ସହ ଆପଣଙ୍କ ପରମ୍ପରାକୁ ବି ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ହଁ, କିନ୍ତୁ ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ଥିଲା ସେହି ଅଞ୍ଚଳ ଉପରେ କଣ୍ଟ୍ରୋଲ ଆଣିବା ଆଉ ଜଙ୍ଗଲରୁ ଟ୍ୟାକ୍ସ ଆଦାୟ କରିବା। ବୁଝିଲି। କିନ୍ତୁ ଆପଣ ଆରମ୍ଭରୁ ଯେଉଁ ଏସିମେଟ୍ରିକ୍ ୱାରଫେୟାର କଥା କହିଥିଲେ ସେଇଟା ମୋତେ ବହୁତ ଇଣ୍ଟରେଷ୍ଟିଂ ଲାଗିଲା। ଏସିମେଟ୍ରିକ୍ ୱାରଫେୟାର ଟାକ୍ଟିକ୍ସ, ହଁ, ଏହା ହିଁ ସବୁଠାରୁ ଆକର୍ଷଣୀୟ ତଥ୍ୟ। ଉଦାହରଣ ସ୍ୱରୂପ, ଗୋଟିଏ ପଟେ ଆଧୁନିକ ମିଲିଟାରୀ ଆଉ ସୁପିରିୟର ଫାୟାର ପାୱାର, ଆଉ ଅନ୍ୟପଟେ ଧନୁତୀର। କ୍ଷେତ୍ର ସ୍ତରରେ ଏହା କେମିତି କାମ କରୁଥିଲା? ଦେଖନ୍ତୁ, ଖଣ୍ଡମାନେ ଜାଣିଥିଲେ ଯେ ମୁହାଁମୁହିଁ ଯୁଦ୍ଧ କଲେ ସେମାନେ ହାରିଯିବେ, ତେଣୁ ସେମାନେ ନିଜର ଡିପ୍ ନଲେଜ ଅଫ୍ ଲୋକାଲ ଟେରେନ୍ ବ୍ୟବହାର କଲେ। ମାନେ ନିଜ ସ୍ଥାନୀୟ ଭୌଗୋଳିକ ଜ୍ଞାନର ଫାଇଦା ଉଠାଇଲେ। ଏକ୍ଜାକ୍ଟଲି। ସେମାନେ ଗୋରିଲା ଯୁଦ୍ଧ କରୁଥିଲେ। ଅଚାନକ ଆକ୍ରମଣ କରିବେ ଆଉ ଜଙ୍ଗଲରେ ଗାୟବ ହୋଇଯିବେ। ବ୍ରିଟିଶ ବନ୍ଧୁକ ସେଠି କିଛି କାମ ଦେଲାନି। ଓ, ଆଉ ମୁଁ ଶୁଣିଛି ଜଙ୍ଗଲର ପରିବେଶ ମଧ୍ୟ ବ୍ରିଟିଶ ସେନା ପାଇଁ କାଳ ସାଜିଥିଲା। ହଁ, ମ୍ୟାଲେରିଆ ଓ ଅନ୍ୟାନ୍ୟ ରୋଗରେ ବହୁତ ଇଂରେଜ ସୈନ୍ୟ ମରିଥିଲେ। ଏଥିପାଇଁ ଏହାକୁ ଦବାଇବାକୁ 2 ଦଶନ୍ଧି ଲାଗିଗଲା। ବାପରେ, ବିନା କୌଣସି ଟ୍ରେନିଂରେ ଏତେ ବଡ଼ ରଣନୀତି। ଆଚ୍ଛା, ଏବେ ଟାଇମ୍ ଲାଇନରେ ଟିକେ ଆଗକୁ ଯିବା। ନିଶ୍ଚୟ, 19 ଶତାବ୍ଦୀର ଶେଷ ଭାଗକୁ। ହଁ, କେନ୍ଦୁଝରରେ ହୋଇଥିବା ଭୂୟା ବିଦ୍ରୋହ, 1867ରେ ରତ୍ନନାୟକ ଆଉ ପରେ 1891ରେ ଧରଣୀଧର ନାୟକ ଏହାର ନେତୃତ୍ୱ ନେଇଥିଲେ। ଭୂୟା ଅପ୍ରାଇଜିଂ, ଏହାର କାରଣ କିନ୍ତୁ ଟିକେ ଅଲଗା ଥିଲା। ସେଇଟା ହିଁ, ଏହା କେବଳ ଟ୍ୟାକ୍ସ ପାଇଁ ନଥିଲା। ବ୍ରିଟିଶମାନେ ରାଜ୍ୟର ନୂଆ ରାଜା ବାଛିବା ପ୍ରକ୍ରିୟାରେ ହସ୍ତକ୍ଷେପ କଲେ, ରାଇଟ୍? ଏକଦମ ଠିକ୍ ଧରିଛନ୍ତି। ଭୂୟାମାନଙ୍କର ଏକ ପୁରାତନ ପରମ୍ପରା ଥିଲା ଚୁଜିଂ ଦେୟାର ଓନ୍ କିଙ୍ଗ। ମାନେ ନିଜର ରାଜା ନିଜେ ବାଛିବା। ହଁ, କେନ୍ଦୁଝରର ରାଜା ହେବା ପାଇଁ ଭୂୟା ସମ୍ପ୍ରଦାୟର ସମ୍ମତି ନିହାତି ଦରକାର ଥିଲା। ଏହା ଏକ ପ୍ରକାରର ପ୍ରାଚୀନ ଗଣତନ୍ତ୍ର ଥିଲା। ୱାଓ, ମାନେ କନସେଣ୍ଟ ଅଫ୍ ଦ ଗଭର୍ଣ୍ଣଡ। କିନ୍ତୁ ବ୍ରିଟିଶମାନେ ତ ଏହାକୁ ମାନି ନଥିବେ। ବିଲକୁଲ ମାନିଲେନି। ସେମାନେ ନିଜ ମନ ମୁତାବକ ଜଣକୁ ରାଜା କରିଦେଲେ, ଆଉ ଏହା ଭୂୟାମାନଙ୍କର ରାଜନୈତିକ ସ୍ୱାଧୀନତା ଉପରେ ସିଧା ଆକ୍ରମଣ ଥିଲା। ତେଣୁ ସେମାନେ ନିଜ ଅଧିକାର ରକ୍ଷା କରିବାକୁ ଦୃଢ଼ ଭାବରେ ଠିଆ ହୋଇଲେ। ଆଚ୍ଛା, ଏଠାରେ ବିଷୟଟି ପ୍ରକୃତରେ ବହୁତ ରୋଚକ ହୋଇଯାଏ। କେମିତି? ମାନେ ଭାବନ୍ତୁ ଟିକେ, ପ୍ରାଚୀନ ପରମ୍ପରାକୁ ରକ୍ଷା କରିବା ପାଇଁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ କିପରି ଆଧୁନିକ ଗଣତାନ୍ତ୍ରିକ ଅଧିକାର ଆଡ଼କୁ ଗତି କଲା। ଆଚ୍ଛା, ଆପଣ ନୀଳଗିରି ମୁଭମେଣ୍ଟ ଆଡ଼କୁ ଇସାରା କରୁଛନ୍ତି। ଏକଦମ 1938ରୁ 1947 ମସିହା। ବନମାଳୀ ଦାସ ଏହାର ନେତୃତ୍ୱ ନେଇଥିଲେ। ଏହାକୁ ଆପଣ ଏକ ଡୁଆଲ ଷ୍ଟ୍ରଗଲ ବା ଦ୍ୱୈତ ସଂଗ୍ରାମ କାହିଁକି କହୁଛନ୍ତି? କାରଣ ଏହି ସମୟ ବେଳକୁ ପୁରା ଦେଶରେ ଜାତୀୟତାବାଦୀ ଭାବନା ଜାଗ୍ରତ ହୋଇସାରିଥିଲା। ତେଣୁ ଗୋଟିଏ ପଟେ ଏହା ଆଣ୍ଟି କଲୋନିଆଲ ଥିଲା, ମାନେ ଇଂରେଜ ସରକାରଙ୍କ ବିରୋଧରେ। ହଁ, ଆଉ ଦ୍ୱିତୀୟଟି ଥିଲା ଆଣ୍ଟି ଫ୍ୟୁଡାଲ, ମାନେ ନୀଳଗିରିର ସ୍ଥାନୀୟ ଶାସକଙ୍କ ଅତ୍ୟାଚାର ବିରୋଧରେ ସାମାଜିକ ଅର୍ଥନୈତିକ ଅଧିକାରର ଦାବି। ଏହି ସାମନ୍ତବାଦୀ ବିରୋଧୀ ଲଢ଼େଇ କହିଲେ ଲୋକଙ୍କ ଉପରେ ପ୍ରକୃତରେ କ'ଣ ଅତ୍ୟାଚାର ହେଉଥିଲା? ସବୁଠାରୁ ବଡ଼ ସମସ୍ୟା ଥିଲା ବେଠି ଏବଂ ବେଗାରୀ ପ୍ରଥା। ଆଚ୍ଛା, ମାନେ ବିନା ପାରିଶ୍ରମିକରେ ବାଧ୍ୟତାମୂଳକ କାମ। ବିଲକୁଲ। ରାଜା ଆଉ ଜମିଦାରମାନେ ସାଧାରଣ ଲୋକଙ୍କୁ, ବିଶେଷ କରି ଆଦିବାସୀମାନଙ୍କୁ ବିନା ମଜୁରୀରେ ଖଟାଉଥିଲେ। ରାସ୍ତା ତିଆରି ହେଉ ବା ରାଜମହଲ କାମ। ତାମାନେ ଲୋକେ କହିଲେ ଯେ ଆମେ ଆଉ ବିନା ପଇସାରେ ଗୋତି ଖଟିବୁ ନାହିଁ, ଆମର ମୌଳିକ ଅଧିକାର ଅଛି। ହଁ, ଆଉ ଏହି ଦାବି ଭବିଷ୍ୟତର ଡେମୋକ୍ରାଟିକ୍ ରିଫର୍ମସ୍ ବା ଗଣତାନ୍ତ୍ରିକ ସଂସ୍କାର ପାଇଁ ମୂଳଦୁଆ ପକାଇଥିଲା। ବହୁତ ବଢ଼ିଆ। ଏବେ ଆସନ୍ତୁ ଆଲୋଚନା କରିବା 1947 ମସିହା ବିଷୟରେ। ଭାରତ ସ୍ୱାଧୀନ ହେଲା, କିନ୍ତୁ ମିଶ୍ରଣ ବା ଇଣ୍ଟିଗ୍ରେସନ୍ ପ୍ରକ୍ରିୟା ଆଦୌ ସହଜ ନଥିଲା। ଏକଦମ ନୁହେଁ। ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ଏକ ନୂଆ ବିବାଦ ସୃଷ୍ଟି କଲା। ବିଶେଷ କରି ମୟୂରଭଞ୍ଜ ଆଉ ଖରସୁଆରେ। ମୟୂରଭଞ୍ଜ ଆନ୍ଦୋଳନ 1947ରୁ 1949 ଯାଏଁ ଚାଲିଥିଲା। ସୁନାରାମ ମାଝୀ ଏହାର ନେତା ଥିଲେ। ହଁ, ବାମନଘାଟି ଏବଂ ପାଞ୍ଚପେଡ଼ା ସବ୍‌ଡିଭିଜନରେ ବହୁତ ଜୋରଦାର ବିରୋଧ ହୋଇଥିଲା। ଏହାର ମୁଖ୍ୟ କାରଣ କ'ଣ ଥିଲା? ସେମାନେ ଓଡ଼ିଶା ସହ ମିଶିବାକୁ କାହିଁକି ଚାହୁଁନଥିଲେ? ଏହାକୁ ଆମେ ଫିଅର ଅଫ୍ ମାର୍ଜିନାଲାଇଜେସନ୍ କହିପାରିବା, ମାନେ ସୀମାନ୍ତକରଣର ଭୟ। ଟିକେ ସହଜ କରି ବୁଝାଇବେ କି? ମାନେ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ଭାବିଲେ ଯେ ଯଦି ସେମାନେ ଏତେ ବଡ଼ ପ୍ରଦେଶ ସହ ମିଶିଯିବେ, ତାହେଲେ ସେମାନଙ୍କର ନିଜ ଭାଷା, ସଂସ୍କୃତି ଆଉ ଜମି ଉପରେ ଅଧିକାର ହଜିଯିବ। ଓହୋ, ମାନେ ସେମାନଙ୍କର ଡିଷ୍ଟିଙ୍କ୍ଟ ସୋସିଓ ପଲିଟିକାଲ ଆଇଡେଣ୍ଟିଟି ନଷ୍ଟ ହୋଇଯିବାର ଆଶଙ୍କା ଥିଲା। ବିଲକୁଲ। ଆଉ ଯଦି ଆମେ ଏହାକୁ ଏକ ବୃହତ୍ତର ପୃଷ୍ଠଭୂମି ସହିତ ଯୋଡ଼ିବା, ତାହେଲେ ଖରସୁଆର ଦୁଃଖଦ ଘଟଣା ସାମ୍ନାକୁ ଆସେ। ହଁ,
The transition to independence was not seamless. January 1, 1948 ନୂଆ ବର୍ଷର ପ୍ରଥମ ଦିନ। ଅତ୍ୟନ୍ତ କଳା ଦିନ ଥିଲା ସେଇଟା। ଦେଖନ୍ତୁ, ଆମେ ଏଠାରେ କୌଣସି ରାଜନୈତିକ ପକ୍ଷ ନେଉନାହୁଁ। ଆମେ କେବଳ ଐତିହାସିକ ତଥ୍ୟ ରିପୋର୍ଟ କରୁଛୁ। ସେଦିନ ସଡେଇକଳା ଏବଂ ଖରସୁଆର ଆଦିବାସୀମାନେ ମିଶ୍ରଣକୁ ବିରୋଧ କରୁଥିଲେ। ଯାହାର ନେତୃତ୍ୱ ନେଇଥିଲେ ପଟେଲ ସାହେବ ମହାରାଜ କୁମାର ଭୂପେନ୍ଦ୍ର ନାରାୟଣ ସିଂଦେଓ। ଏକଦମ। ଆଉ ତଥ୍ୟ ଅନୁସାରେ ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ଅତ୍ୟନ୍ତ ନିର୍ମମ ଭାବରେ ଦମନ କରାଯାଇଥିଲା। ହଁ, ଏହାକୁ ବ୍ରୁଟାଲି ସପ୍ରେସ୍ କରାଯାଇଥିଲା। ଓଡ଼ିଶା ମିଲିଟାରୀ ପୁଲିସ ଦ୍ୱାରା ବହୁତ ଗୁଳିଚାଳନା ହୋଇଥିଲା ଆଉ ହଜାର ହଜାର ଆଦିବାସୀ ପ୍ରତିବାଦ କରି ନିହତ ହୋଇଥିଲେ ବୋଲି ରେକର୍ଡ କହେ। ଏହା ସତରେ ହୃଦୟ ବିଦାରକ। ନିଜ ଲୋକଙ୍କ ଗୁଳିରେ ନିଜ ଲୋକଙ୍କ ମୃତ୍ୟୁ। ଏହା ପରେ ହିଁ ସରକାର ଅନୁଭବ କଲେ ଯେ ବଳପୂର୍ବକ ମିଶ୍ରଣ ଅସମ୍ଭବ। ତାପରେ ଭୌଗୋଳିକ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହେଲା। ହଁ, ସେଥିପାଇଁ ବୌଦ୍ଧକର କମିଶନ ଗଠନ କରାଗଲା ଆଉ ତାଙ୍କ ହସ୍ତକ୍ଷେପରେ 18 ମେ 1948ରେ ସଡେଇକଳା ଆଉ ଖରସୁଆ ବିହାର ସହିତ ମିଶିଲା। ଆଉ ବହୁ ବର୍ଷ ପରେ ଶେଷରେ 2000 ମସିହାରେ ତାହା ନୂତନ ରାଜ୍ୟ ଝାଡ଼ଖଣ୍ଡର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଲା। ଠିକ୍ କଥା। ତେବେ ଏସବୁର ପ୍ରକୃତ ଅର୍ଥ କ'ଣ? ସୋ ହ୍ୱାଟ୍ ଡଜ୍ ଦିସ୍ ଅଲ୍ ମିନ୍? ଆମେ ଯଦି ଏହି ଡାଇଗ୍ନୋଷ୍ଟିକ୍ ମ୍ୟାଟ୍ରିକ୍ସକୁ ଦେଖିବା, ଆମେ ଗୋଟିଏ ସ୍ପଷ୍ଟ ବିବର୍ତ୍ତନ ବା ଇଭଲ୍ୟୁସନ୍ ଅଫ୍ ରେଜିଷ୍ଟାନ୍ସ ଦେଖିପାରିବା। ବିଲକୁଲ। ପ୍ରଥମେ ଖଣ୍ଡ ଏବଂ ଭୂୟା ବିଦ୍ରୋହରେ ସଂସ୍କୃତି ରକ୍ଷା, ତାପରେ ନୀଳଗିରିରେ ଗଣତାନ୍ତ୍ରିକ ଅଧିକାର ଦାବି, ଆଉ ଶେଷରେ ମୟୂରଭଞ୍ଜ ଓ ଖରସୁଆୟରେ ନିଜ ଆଇଡେଣ୍ଟିଟି ବା ପରିଚୟର ସୁରକ୍ଷା। ଆଉ ଏହି ସମସ୍ତ ଆନ୍ଦୋଳନର ମୂଳ କେନ୍ଦ୍ରବିନ୍ଦୁ ଗୋଟିଏ ହିଁ ଥିଲା, ଦ ଫିୟର୍ସ ପ୍ରୋଟେକ୍ସନ୍ ଅଫ୍ ଆଇଡେଣ୍ଟିଟି। ବାହ୍ୟ ହସ୍ତକ୍ଷେପ ବିରୋଧରେ ନିଜ ସାମାଜିକ ଆଉ ସାଂସ୍କୃତିକ ପରିଚୟର ସୁରକ୍ଷା। ଜ୍ଞାନର ପ୍ରକୃତ ଉପଯୋଗ ହେଉଛି ଏହି ଐତିହାସିକ ଦୃଷ୍ଟିକୋଣକୁ ବୁଝିବା। ଏକଦମ ସତ କଥା। ଆଜିର ଏହି ଡିପ୍ ଡାଇଭ୍ ଶେଷ କରିବା ପୂର୍ବରୁ ମୁଁ ସମସ୍ତଙ୍କ ପାଇଁ ଗୋଟେ ଚିନ୍ତାଧାରା ଛାଡ଼ି ଦେଇଯାଉଛି। ଟିକେ ଭାବନ୍ତୁ, ଯଦି ସ୍ୱାଧୀନତା ପୂର୍ବରୁ ଏବଂ ପରେ ଏହି ଆଦିବାସୀ ଗୋଷ୍ଠୀମାନେ ନିଜର ସାଂସ୍କୃତିକ ପରିଚୟ ଏବଂ ସ୍ୱାୟତ୍ତତା ପାଇଁ ଏତେ ନିର୍ଭୀକ ଭାବେ ଲଢ଼ି ନଥାନ୍ତେ, ତାହେଲେ କ'ଣ ହୋଇଥାନ୍ତା? ହଁ, ତେବେ ଆଜିର ଆଧୁନିକ ଭାରତର ରାଜନୈତିକ ମାନଚିତ୍ର ଏବଂ ଆମର ଏହି ସାଂସ୍କୃତିକ ବିବିଧତା କେତେ ଭିନ୍ନ ହୋଇଥାନ୍ତା। ବୋଧହୁଏ ଆମେ ବହୁତ କିଛି ହରାଇ ସାରିଥାନ୍ତେ। ଏହି ଚିନ୍ତାଧାରା ସହିତ ଆଜିର ଆଲୋଚନା ଆମେ ଏଇଠି ସମାପ୍ତ କରୁଛୁ। ପୁଣି ଭେଟ ହେବା ଅନ୍ୟ ଏକ ଗଭୀର ଆଲୋଚନାରେ। ଠିକ୍ ଅଛି। ଆରମ୍ଭରୁ ଗୋଟିଏ ଦୃଶ୍ୟ କଳ୍ପନା କରାଯାଉ। ମାନେ ଗୋଟିଏ ପଟେ ଏକ ବିଶାଳ $1 ବିଲିୟନ ବହୁରାଷ୍ଟ୍ରୀୟ କମ୍ପାନୀ ଅଛି, ସରକାରୀ ପ୍ରଶାସନ ଆଉ ପୁଲିସ ବାହିନୀ ବି ପୁରା ପ୍ରସ୍ତୁତ ହୋଇ ଛିଡ଼ା ହୋଇଛନ୍ତି। ହଁ, ଆଉ ଅନ୍ୟପଟେ ଅଛନ୍ତି କିଛି ସାଧାରଣ ଗ୍ରାମବାସୀ। ବିଲକୁଲ, ଯେଉଁମାନଙ୍କ ହାତରେ କୌଣସି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ନାହିଁ। ସେମାନଙ୍କ ପାଖରେ ଅଛି କେବଳ ମାନବ ଶୃଙ୍ଖଳ, ନିଜ ଭିଟାମାଟି ପ୍ରତି ଥିବା ଅଗାଧ ପ୍ରେମ ଆଉ ଗ୍ରାମସଭାରେ ଭୋଟ ଦେବାର ଏକ ସାମ୍ବିଧାନିକ ଅଧିକାର। ଠିକ୍। ସାଧାରଣ ଦୃଷ୍ଟିରେ ଦେଖିଲେ ଲାଗିବ ଯେ ଗ୍ରାମବାସୀମାନେ ନିଶ୍ଚିତ ହାରିଯିବେ। ଏତେ ବଡ଼ ଶକ୍ତି ଆଗରେ ସେମାନେ କେମିତି ତିଷ୍ଠିବେ? କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ସେମାନେ ଜିତିଲେ। ସତରେ ଏହା ଏକ ଅବିଶ୍ୱସନୀୟ ଘଟଣା। ଆଜିର ଏହି ଗଭୀର ଅନୁଧ୍ୟାନରେ ଆମେ ଏମିତି କିଛି ଐତିହାସିକ ଘଟଣା ଉପରେ ଆଲୋକପାତ କରିବାକୁ ଯାଉଛୁ। ଏହା କେବଳ କିଛି ଛୋଟମୋଟ ବିଦ୍ରୋହ ନୁହେଁ, ଏହା ହେଉଛି ଓଡ଼ିଶାରେ 1850 ମସିହାରୁ ଆରମ୍ଭ ହୋଇଥିବା ଆଦିବାସୀ ଏବଂ ସାମାଜିକ ଆନ୍ଦୋଳନର ଏକ 150 ବର୍ଷର ଅବିଚ୍ଛିନ୍ନ ଧାରା। ଉପନିବେଶବାଦ ବିରୋଧୀ ସଂଗ୍ରାମରୁ ଆରମ୍ଭ କରି ବର୍ତ୍ତମାନର ପରିବେଶ ସୁରକ୍ଷା ପର୍ଯ୍ୟନ୍ତ ଏକ ଲମ୍ବା ଯାତ୍ରା। ନିଶ୍ଚିତ ଭାବରେ। ଆଉ ଏହି ସମ୍ପୂର୍ଣ୍ଣ ଐତିହାସିକ ପ୍ରକ୍ରିୟାକୁ ଠିକ୍ ଭାବରେ ହୃଦୟଙ୍ଗମ କରିବାକୁ ହେଲେ ଆମକୁ ପ୍ରଥମେ ଓଡ଼ିଆ ପ୍ରତିରୋଧର 3ଟି ମୁଖ୍ୟ ସ୍ତମ୍ଭକୁ ବୁଝିବାକୁ ପଡ଼ିବ। ଏହି 3ଟି ସ୍ତମ୍ଭ ହେଉଛି ସେହି ମୂଳଦୁଆ ଯାହା ଉପରେ ଏହିସବୁ ଆନ୍ଦୋଳନ ଛିଡ଼ା ହୋଇଛି। ଆଚ୍ଛା, ସେହି 3ଟି ମୁଖ୍ୟ ସ୍ତମ୍ଭ କ'ଣ କ'ଣ? ପ୍ରଥମଟି ହେଲା ଆଣ୍ଟି ଇଣ୍ଡଷ୍ଟ୍ରିଆଲାଇଜେସନ୍ ବା ଶିଳ୍ପାୟନ ବିରୋଧୀ ସଂଗ୍ରାମ। ଦ୍ୱିତୀୟଟି ହେଲା ଦଳିତ ସଶକ୍ତିକରଣ ବା ଦଳିତ ଏମ୍ପାୱରମେଣ୍ଟ ଏବଂ ତୃତୀୟଟି ହେଲା ଲିଙ୍ଗୁଇଷ୍ଟିକ୍ ଆଣ୍ଡ କଲଚରାଲ ରାଇଟ୍ସ ଅର୍ଥାତ୍ ଭାଷାଭିତ୍ତିକ ଏବଂ ସାଂସ୍କୃତିକ ଅଧିକାର। ଗୋଟିଏ ମୁହୂର୍ତ୍ତ ଅଟକିବା ଏଠି। ଆମେ ଯେତେବେଳେ ପ୍ରଥମ ସ୍ତମ୍ଭ ଅର୍ଥାତ୍ ଶିଳ୍ପାୟନ ବିରୋଧୀ କଥା କହୁଛୁ, ସାଧାରଣତଃ ମନରେ ପ୍ରଶ୍ନ ଆସେ ଯେ ଶିଳ୍ପାୟନ ତ ବିକାଶର ଏକ ମାଧ୍ୟମ। ନୂଆ କାରଖାନା ବସିଲେ ଲୋକଙ୍କୁ ରୋଜଗାର ମିଳିବ, ଅର୍ଥନୀତି ସୁଦୃଢ଼ ହେବ। ହଁ,
ସାଧାରଣତଃ ସମସ୍ତେ ସେୟା ହିଁ ଭାବନ୍ତି। ତେବେ ଏହାକୁ ବିରୋଧ କରିବାର କାରଣ କ'ଣ ଥିଲା? କ'ଣ ଲୋକମାନେ ବିକାଶ ଚାହୁଁନଥିଲେ? ଏହା ଏକ ବହୁତ ଯୁକ୍ତିଯୁକ୍ତ ପ୍ରଶ୍ନ। ବାସ୍ତବରେ ଏହି ବିରୋଧ ବିକାଶ ବିରୋଧରେ ଆଦୌ ନଥିଲା। ଏହା ଥିଲା ବିକାଶ ନାମରେ ହେଉଥିବା ବିସ୍ଥାପନା ଆଉ ଶୋଷଣ ବିରୋଧରେ। ଦେଖନ୍ତୁ, ଯେତେବେଳେ ବଡ଼ ବଡ଼ କର୍ପୋରେଟ୍ ସଂସ୍ଥାଗୁଡ଼ିକ ଖଣିଜ ଉତ୍ତୋଳନ କରିବାକୁ ଆସନ୍ତି, ସେତେବେଳେ କେବଳ ଜଙ୍ଗଲ କଟାଯାଏ ନାହିଁ। ଆଉ କ'ଣ ହୁଏ? ସେଠାରେ ପିଢ଼ି ପିଢ଼ି ଧରି ବାସ କରୁଥିବା ଆଦିବାସୀମାନଙ୍କର ସମ୍ପୂର୍ଣ୍ଣ ଜୀବନଶୈଳୀ, ସେମାନଙ୍କର ଘରଦ୍ୱାର ଆଉ ପାରମ୍ପରିକ ଜୀବିକା ସବୁକିଛି ଧ୍ୱଂସ ହୋଇଯାଏ। ତେଣୁ ଏହି ପ୍ରଥମ ସ୍ତମ୍ଭଟି କେବଳ ଶିଳ୍ପକୁ ଅଟକାଇବା ପାଇଁ ନୁହେଁ, ବରଂ ପରିବେଶ ଆଉ ମୂଳ ଅଧିବାସୀଙ୍କ ବାସସ୍ଥାନକୁ ବଞ୍ଚାଇବା ପାଇଁ ଉଦ୍ଦିଷ୍ଟ। ସେହିପରି ଦ୍ୱିତୀୟ ସ୍ତମ୍ଭଟି ହେଉଛି ଐତିହାସିକ ସମୟରୁ ଚାଲିଆସିଥିବା ବ୍ୟବସ୍ଥାଗତ ଅନ୍ୟାୟ ବିରୋଧରେ ଏକ ସ୍ୱର, ଯାହା ମାନବାଧିକାରକୁ ସୁନିଶ୍ଚିତ କରେ। ଠିକ୍। ଏବଂ ତୃତୀୟ ସ୍ତମ୍ଭଟି ନିଜର ସ୍ୱଦେଶୀ ପରିଚୟ, ଐତିହ୍ୟ ଆଉ ସ୍ୱାୟତ୍ତତା ସଂରକ୍ଷଣ କରିବାର ଅଧିକାର ବିଷୟରେ କହୁଛି। ଏହି ତିନୋଟି ଯାକ ଦିଗ ପରସ୍ପର ସହିତ ଓତପ୍ରୋତ ଭାବେ ଜଡ଼ିତ। ବୁଝିଲି। ଅର୍ଥାତ୍ ଏହା କେବଳ କାରଖାନାକୁ ନାସ୍ତି କରିବା ନୁହେଁ, ଏହା ନିଜର ଅସ୍ତିତ୍ୱକୁ ବଞ୍ଚାଇ ରଖିବାର ଏକ ଲଢ଼ାଇ। ତେବେ ଆସନ୍ତୁ ଇତିହାସର ପୃଷ୍ଠ ଟିକେ ଓଲଟାଇ ଦେଖିବା। ଏହି ଲଢ଼ାଇର ମୂଳଦୁଆ କେବେ ଆଉ କେମିତି ପଡ଼ିଥିଲା? ପରୀକ୍ଷା ଦୃଷ୍ଟିକୋଣରୁ ଯଦି ଦେଖିବା, ତେବେ ଆମ ଆଲୋଚନାର ଏହି ଭାଗଟି ବହୁତ ଜରୁରୀ। ହଁ, କାରଣ ଏଠାରେ ଆମେ କିଛି ପ୍ରମୁଖ ତାରିଖ ଏବଂ ଘଟଣା ବିଷୟରେ କଥା ହେବା। 1850ରୁ 1860 ଦଶକ ମଧ୍ୟରେ କିଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଦ୍ରୋହ ଆମକୁ ଦେଖିବାକୁ ମିଳେ। ଉଦାହରଣ ସ୍ୱରୂପ 1856ରୁ 1857 ମଧ୍ୟରେ ଗଞ୍ଜାମ ଅଞ୍ଚଳରେ ରାଧାକୃଷ୍ଣ ଦଣ୍ଡସେନାଙ୍କ ନେତୃତ୍ୱରେ ଶବର ବିଦ୍ରୋହ ସଂଗଠିତ ହୋଇଥିଲା। ଏହାର ଠିକ୍ ପାଖାପାଖି ସମୟରେ, ମାନେ 1857ରୁ 1864 ପର୍ଯ୍ୟନ୍ତ, ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ସମ୍ବଲପୁର ବିଦ୍ରୋହ ଦେଖାଦେଇଥିଲା। ଆଉ ତାପରେ 1867ରୁ 67 ମଧ୍ୟରେ କେନ୍ଦୁଝର ଏବଂ ବଣାଇ ଅଞ୍ଚଳରେ ରତ୍ନନାୟକଙ୍କ ନେତୃତ୍ୱରେ ଭୂଇଆ ଏବଂ ଜୁଆଙ୍ଗ ବିଦ୍ରୋହ ହୋଇଥିଲା। ଖାଲି ଏହି ତାରିଖ ଆଉ ନାମଗୁଡ଼ିକୁ ଦେଖିଲେ ଲାଗେ ଯେପରି ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହେଉଥିଲା। କିନ୍ତୁ ଏହାର ପ୍ରକୃତ କାରଣ କ'ଣ ଥିଲା? ରାଧାକୃଷ୍ଣ ଦଣ୍ଡସେନା କିମ୍ବା ବୀର ସୁରେନ୍ଦ୍ର ସାଏଙ୍କ ଭଳି ନେତାମାନେ ହଠାତ୍ କାହିଁକି ଅସ୍ତ୍ର ଉଠାଇଲେ? ଏହିସବୁ ବିଦ୍ରୋହର କାରଣକୁ ବୁଝିବାକୁ ହେଲେ ଆମକୁ ସେହି ସମୟର ମେକାନିଜମ୍ ବା କାର୍ଯ୍ୟପ୍ରଣାଳୀକୁ ବୁଝିବାକୁ ହେବ। ବ୍ରିଟିଶମାନେ କେବଳ ଶାସନ କରୁନଥିଲେ, ସେମାନେ ଆଇନଗତ ଭାବେ ସ୍ଥାନୀୟ ଲୋକଙ୍କର ମୌଳିକ ଅଧିକାରକୁ ଛଡ଼ାଇ ନେଉଥିଲେ। ମାନେ ସିଧାସଳଖ ଶୋଷଣ। ହଁ, ଯଦି ଆମେ ଶବର ବିଦ୍ରୋହ କଥା ନେବା, ବ୍ରିଟିଶମାନଙ୍କର ଭୂମି ନୀତି ଆଉ ଟିକସ ବ୍ୟବସ୍ଥା ଏତେ କଠୋର ଥିଲା ଯେ ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀମାନେ ନିଜ ଜାଗାରେ ହିଁ ଅପରିଚିତ ହୋଇଗଲେ। ସେମାନଙ୍କୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହରୁ ବଞ୍ଚିତ କରାଗଲା। ସମ୍ବଲପୁର ବିଦ୍ରୋହ କ୍ଷେତ୍ରରେ ପରିସ୍ଥିତି ଆହୁରି ଭିନ୍ନ ଥିଲା। ସେଠାରେ ବ୍ରିଟିଶ ସରକାର ଡକ୍ଟ୍ରିନ୍ ଅଫ୍ ଲ୍ୟାପ୍ସ ପ୍ରୟୋଗ କରିଥିଲେ। ଏହି ଡକ୍ଟ୍ରିନ୍ ଅଫ୍ ଲ୍ୟାପ୍ସ, ଏହା ପ୍ରକୃତରେ ସାଧାରଣ ଲୋକଙ୍କ ଜୀବନକୁ କିପରି ପ୍ରଭାବିତ କରୁଥିଲା? କାରଣ ବହିରୁ ପଢ଼ିଲେ ଏହା କେବଳ ଗୋଟିଏ ସାମ୍ରାଜ୍ୟ ବିସ୍ତାର ନୀତି ପରି ଲାଗେ, ଯେଉଁଥିରେ ରାଜାଙ୍କର ପୁଅ ନଥିଲେ ରାଜ୍ୟର ଇଂରେଜଙ୍କ ଅକ୍ତିଆରକୁ ଚାଲିଯାଏ। ଯାହା ସ୍ଥାନୀୟ ଚାଷୀ ଆଉ ଆଦିବାସୀମାନଙ୍କ ପାଇଁ ବୁଝିବା କିମ୍ବା ଦେବା ସମ୍ପୂର୍ଣ୍ଣ ଅସମ୍ଭବ ଥିଲା। ଓହୋ, ତେଣୁ ବୀର ସୁରେନ୍ଦ୍ର ସାଏ କେବଳ ସିଂହାସନ ପାଇଁ ଲଢ଼ୁନଥିଲେ? ବିଲକୁଲ ନୁହେଁ। ସେ ଏହି ନୂତନ ଏବଂ ନିର୍ଦ୍ଦୟ ଅର୍ଥନୈତିକ ବ୍ୟବସ୍ଥା ବିରୋଧରେ ସାଧାରଣ ଲୋକମାନଙ୍କର ଅସନ୍ତୋଷର ନେତୃତ୍ୱ ନେଉଥିଲେ। ସେହିପରି ଭୂଇଁଆ ଏବଂ ଜୁଆଙ୍ଗ ବିଦ୍ରୋହରେ ମଧ୍ୟ ସମାନ କଥା। ରତ୍ନନାୟକ ସ୍ଥାନୀୟ ରାଜା ଧନୁର୍ଜୟଙ୍କ ବିରୋଧରେ ଲଢ଼ୁଥିଲେ, କାରଣ ସେହି ରାଜା ବ୍ରିଟିଶମାନଙ୍କର ହାତବାରିସି ସାଜି ନିଜ ଲୋକଙ୍କ ଉପରେ ଅତ୍ୟାଚାର କରୁଥିଲେ। ଅର୍ଥାତ୍ ଏହି ପ୍ରାରମ୍ଭିକ ବିଦ୍ରୋହଗୁଡ଼ିକ ଜଳ, ଜଙ୍ଗଲ ଆଉ ଜମି ଉପରେ ହେଉଥିବା ହସ୍ତକ୍ଷେପର ଏକ ସାମୂହିକ ପ୍ରତିକ୍ରିୟା ଥିଲା। ଏହା ପ୍ରକୃତରେ ବହୁତ ରୋଚକ। ମାନେ ସମସ୍ୟାଟା କେବଳ କିଏ ରାଜା ହେବ ସେଥିରେ ନଥିଲା, ବରଂ ଜଙ୍ଗଲର ଗୋଟିଏ ଶୁଖିଲା ଡାଳ ଭାଙ୍ଗିବା ପାଇଁ କାହାଠାରୁ ଅନୁମତି ନେବାକୁ ପଡ଼ିବ, ସେହିଠାରୁ ହିଁ ବିଦ୍ରୋହର ନିଆଁ ଜଳିଥିଲା। ଆଉ ଏଇ ନିଆଁ ଧୀରେ ଧୀରେ ବ୍ୟାପିବାକୁ ଲାଗିଲା। ଆମ 1890ରୁ 1940 ଦଶକ ଆଡ଼କୁ ଅଗ୍ରସର ହେଲେ ଆମେ ଦେଖୁଛୁ ଯେ ସଂଗ୍ରାମର ପରିସର କିପରି ବଦଳି ଯାଇଥିଲା। 1899ରୁ 1900 ମସିହାରେ ଓଡ଼ିଶା ଝାଡ଼ଖଣ୍ଡ ସୀମାରେ ବିର୍ସା ମୁଣ୍ଡାଙ୍କ ନେତୃତ୍ୱରେ ମୁଣ୍ଡା ବିଦ୍ରୋହ ହୋଇଥିଲା। ଏବଂ ଏଠାରେ ଗୋଟିଏ ଇଂରାଜୀ ଶବ୍ଦ ବାରମ୍ବାର ଆସୁଛି, ଲ୍ୟାଣ୍ଡ ଏଲିଏନେସନ୍ ବା ଜମି ହସ୍ତାନ୍ତର। ଆଇନଗତ ଭାବରେ ଆଦିବାସୀମାନଙ୍କର ଜମି ଛଡ଼ାଇ ନେବାର ଏକ ବ୍ୟବସ୍ଥା। ଏହା ବାସ୍ତବରେ କିପରି କାମ କରୁଥିଲା?
ଜମି ହସ୍ତାନ୍ତର ପ୍ରକ୍ରିୟାଟି ଥିଲା ଅତ୍ୟନ୍ତ ଚତୁର। ବ୍ରିଟିଶମାନେ ଏପରି କିଛି ଜଟିଳ ଆଇନ ଆଣିଲେ ଯେଉଁଥିରେ ଆଦିବାସୀମାନଙ୍କର ଜମି ଉପରେ ଥିବା ସାମୂହିକ ଅଧିକାରକୁ ଅସ୍ୱୀକାର କରାଗଲା। ସେମାନଙ୍କୁ ସିଧା କୁହାଗଲା ଯେ ଜମିର ବ୍ୟକ୍ତିଗତ ପଟ୍ଟା କିମ୍ବା ରେକର୍ଡ ଦେଖାଅ। କିନ୍ତୁ ସରଳ ଆଦିବାସୀମାନେ ତ ପିଢ଼ି ପିଢ଼ି ଧରି ବିନା କାଗଜପତ୍ରରେ ସେହି ମାଟିରେ ରହି ଆସୁଥିଲେ। ସେଇଠି ତ ସମସ୍ୟା ହେଲା। ସେମାନେ ଏଇ ନୂଆ ଆଇନ ବୁଝିପାରିଲେ ନାହିଁ, ଆଉ ଏହାର ସୁଯୋଗ ନେଇ ବାହାରୁ ଆସିଥିବା ସାହୁକାର ଏବଂ ମହାଜନମାନେ ସେମାନଙ୍କୁ ଋଣ ଜାଲରେ ଛନ୍ଦିଦେଲେ। ଆଇନଗତ ଉପାୟରେ ସେମାନଙ୍କର ଅମୂଲ୍ୟ ଜମିକୁ ନିଜ ନାମରେ କରିନେଲେ। ଆଚ୍ଛା, ଆଉ ବିର୍ସା ମୁଣ୍ଡା ଏହି ପ୍ରକ୍ରିୟାକୁ ବୁଝିପାରିଥିଲେ? ହଁ, ସେ କେବଳ ଧାର୍ମିକ ଜାଗରଣ ଆଣିନଥିଲେ, ବରଂ ଏହି ପ୍ରଶାସନିକ ଲୁଣ୍ଠନ ବିରୋଧରେ ଲୋକଙ୍କୁ ଏକାଠି କରିଥିଲେ। ତାଙ୍କର ସଂଗ୍ରାମ ଥିଲା ଯେ ମାଟି ଆମର, ତେଣୁ ନିୟମ ବି ଆମର ହିଁ ହେବା ଦରକାର। ଏହି ବିଚାରଧାରା ହିଁ ପରବର୍ତ୍ତୀ ସମୟରେ ମଧ୍ୟ ଦେଖିବାକୁ ମିଳିଲା, ଯେପରିକି 1930ରୁ 40 ଦଶକରେ ଗନ୍ଧମାର୍ଦ୍ଦନ ଅଞ୍ଚଳରେ ଜମିଦାରମାନଙ୍କର ଶୋଷଣ ବିରୋଧରେ ହୋଇଥିବା ପ୍ରତିରୋଧ। ଆଉ ସବୁଠାରୁ ବଡ଼ ପରିବର୍ତ୍ତନ ବୋଧହୁଏ ଆସିଲା 1942ରୁ 1945 ମସିହାର ନବରଙ୍ଗପୁର ଆଦିବାସୀ ବିଦ୍ରୋହ ବେଳେ, ଯାହା ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ହୋଇଥିଲା। ଏହି ଆନ୍ଦୋଳନ ସିଧାସଳଖ ଦେଶର କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ ବା ଭାରତ ଛାଡ଼ ଆନ୍ଦୋଳନ ସହିତ ଯୋଡ଼ି ହୋଇଗଲା। ଗୋଟେ ନିର୍ଦ୍ଦିଷ୍ଟ ଅଞ୍ଚଳର ଜଙ୍ଗଲ ଅଧିକାର ଲଢ଼େଇ କିପରି ସମଗ୍ର ଦେଶର ସ୍ୱାଧୀନତା ସଂଗ୍ରାମ ସହ ଏକାକାର ହୋଇଗଲା, ତା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ସ୍ଥାନୀୟ ଲୋକେ କେମିତି ହୃଦୟଙ୍ଗମ କଲେ ଯେ ସେମାନଙ୍କର ଅସଲ ଶତ୍ରୁ କେବଳ ସ୍ଥାନୀୟ ଜମିଦାର ନୁହନ୍ତି, ବରଂ ପୂରା ଉପନିବେଶିକ ବ୍ୟବସ୍ଥା। ଏହିଠାରେ ହିଁ ନେତୃତ୍ୱର ଭୂମିକା ଆସେ। ଲକ୍ଷ୍ମଣ ନାୟକଙ୍କ ପରି ନେତାମାନେ ଗାଁ ଗାଁ ବୁଲି ଲୋକଙ୍କୁ ବୁଝାଇଥିଲେ ଯେ ସ୍ଥାନୀୟ ସ୍ତରରେ ଯେଉଁ ଟିକସ ଆଦାୟକାରୀ ବା ଜମିଦାର ଅତ୍ୟାଚାର କରୁଛନ୍ତି, ସେମାନେ କେବଳ ଏକ ବଡ଼ ଗଛର ଡାଳ ମାତ୍ର। ପ୍ରକୃତ ଚେର ହେଉଛି ବ୍ରିଟିଶ ସାମ୍ରାଜ୍ୟ। ବିଲକୁଲ। ଯେପର୍ଯ୍ୟନ୍ତ ସେହି ଚେରକୁ ନ ଉପାଡ଼ିଛୁ, ସେପର୍ଯ୍ୟନ୍ତ ଏହି ଶୋଷଣ ବନ୍ଦ ହେବ ନାହିଁ। ଏହି ଗୋଟିଏ ଚିନ୍ତାଧାରା ସ୍ଥାନୀୟ ଆଦିବାସୀମାନଙ୍କୁ ଦେଶର ମୁଖ୍ୟ ସ୍ରୋତ ସହିତ ଯୋଡ଼ିଦେଲା। ସେମାନେ ବୁଝିଗଲେ ଯେ ସେମାନଙ୍କର ଜଙ୍ଗଲରେ ସ୍ୱାଧୀନତା ଭାରତବର୍ଷର ସ୍ୱାଧୀନତାଠାରୁ ଅଲଗା ନୁହେଁ। ଇତିହାସର ଏହି ଯାତ୍ରା ପ୍ରକୃତରେ ରୋମାଞ୍ଚକର। ଆମେ ଦେଖିଲେ 1850 ଦଶକରେ ତୀରଧନୁ ଧରି ଲଢ଼ୁଥିବା ଲୋକମାନେ 1940 ବେଳକୁ ଜାତୀୟ ଆନ୍ଦୋଳନର ଅଂଶ ପାଲଟିଗଲେ। କିନ୍ତୁ କାହାଣୀ ତ ଏଠାରେ ସରୁନାହିଁ। ଦେଶ ସ୍ୱାଧୀନ ହେଲା, ବ୍ରିଟିଶମାନେ ଗଲେ, କିନ୍ତୁ ଆଦିବାସୀମାନଙ୍କର ଜଳ, ଜଙ୍ଗଲ ଓ ଜମି ପ୍ରତି ଥିବା ବିପଦ ଆଦୌ ଦୂର ହେଲା ନାହିଁ। ବରଂ ଏହା ଏକ ନୂଆ ଏବଂ ଆଧୁନିକ ରୂପ ନେଲା। ହଁ, ଏବେ ଆମେ ଆଲୋଚନା କରିବା ଆଧୁନିକ ସମୟର ଏକ ବଡ଼ ଆହ୍ୱାନ ବିଷୟରେ, ନିୟମଗିରି ସଂଗ୍ରାମ। ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ ବ୍ୟାପି ରହିଥିବା ଏହି ସବୁଜ ସୁନ୍ଦର ପାହାଡ଼ ଏବଂ ତା ଉପରେ ନଜର ପକାଇଥିଲା ବେଦାନ୍ତ କମ୍ପାନୀ। ସେମାନଙ୍କର ଲକ୍ଷ୍ୟ ଥିଲା ସେହି ପାହାଡ଼ରୁ ବିପୁଳ ପରିମାଣର ବକ୍ସାଇଟ୍ ଖଣିଜ ଉତ୍ତୋଳନ କରିବା। ଆଉ ଏହାର ପ୍ରତିରୋଧ କରୁଥିଲେ ସେହି ଅଞ୍ଚଳର ମୂଳ ନିବାସୀ ଡଙ୍ଗରିଆ କନ୍ଦ ସମ୍ପ୍ରଦାୟ, ଯେଉଁମାନଙ୍କୁ PVTG ଅର୍ଥାତ୍ ପର୍ଟିକୁଲାରଲି ଭଲନେରେବଲ୍ ଟ୍ରାଇବାଲ୍ ଗ୍ରୁପ୍ ଭାବରେ ଚିହ୍ନଟ କରାଯାଇଛି। ସେମାନଙ୍କ ପାଇଁ ନିୟମଗିରି କେବଳ ପଥର ଆଉ ମାଟିର ପାହାଡ଼ ନୁହେଁ। ନା, ତାହା ହେଉଛି ସେମାନଙ୍କର ସର୍ବୋଚ୍ଚ ଦେବତା ନିୟମ ରାଜାଙ୍କ ବାସସ୍ଥାନ। ଠିକ୍ କହିଲେ। ଆଉ ଏହାକୁ ରକ୍ଷା କରିବା ପାଇଁ ଯେଉଁ ଲଢ଼ାଇ ହେଲା, ତାହା କୌଣସି ଶାରୀରିକ ଯୁଦ୍ଧ ନଥିଲା, ବରଂ ଏହା ଥିଲା ଏକ ବହୁତ ବଡ଼ ଆଇନଗତ ଏବଂ ସାମ୍ବିଧାନିକ ଲଢ଼ାଇ। ସୁପ୍ରିମକୋର୍ଟରେ ଏହି ମାମଲା ପହଞ୍ଚିଲା, ଆଉ ତାପରେ ଯାହା ହେଲା ତାହା ଭାରତୀୟ ଆଇନ ବ୍ୟବସ୍ଥାରେ ଏକ ଇତିହାସ। ଆପଣ ସେହି ଆଇନଗତ ପ୍ରକ୍ରିୟା ବିଷୟରେ ଟିକେ ବିସ୍ତୃତ ଭାବରେ ବୁଝାଇବେ କି, କିପରି ସୁପ୍ରିମକୋର୍ଟ ସେହି ଆଦିବାସୀମାନଙ୍କୁ ସଶକ୍ତ କଲେ? ନିୟମଗିରି ଘଟଣାଟି କେବଳ ଏକ ସାଧାରଣ କୋର୍ଟ ମାମଲା ନଥିଲା, ଏହା ଥିଲା ପରିବେଶ ଆଇନ ଏବଂ ଆଦିବାସୀ ଅଧିକାରର ସବୁଠାରୁ ବଡ଼ ପରୀକ୍ଷା। ସାଧାରଣତଃ ଯେତେବେଳେ ବଡ଼ ପ୍ରକଳ୍ପ ଆସେ, ସରକାରୀ ସ୍ତରରେ ପରିବେଶ ମଞ୍ଜୁରୀ ସହଜରେ ମିଳିଯାଏ, କିନ୍ତୁ ଏଠାରେ ସୁପ୍ରିମକୋର୍ଟ ଏକ ଯୁଗାନ୍ତକାରୀ ରାୟ ଶୁଣାଇଲେ। ଆଚ୍ଛା, ସେମାନେ କ'ଣ କହିଲେ? ସେମାନେ ସ୍ପଷ୍ଟ କଲେ ଯେ ଡଙ୍ଗରିଆ କନ୍ଧମାନଙ୍କର ସାଂସ୍କୃତିକ ଏବଂ ଧର୍ମୀୟ ବିଶ୍ୱାସର ମୂଲ୍ୟ କୌଣସି କର୍ପୋରେଟ୍ କମ୍ପାନୀର ଆର୍ଥିକ ଲାଭଠାରୁ ଆଦୌ କମ୍ ନୁହେଁ। କୋର୍ଟ ନିର୍ଦ୍ଦେଶ ଦେଲେ ଯେ ନିଷ୍ପତ୍ତି ଦିଲ୍ଲୀ କିମ୍ବା ଭୁବନେଶ୍ୱରର କୌଣସି ବନ୍ଦ କୋଠରୀରେ ନିଆଯିବ ନାହିଁ, ବରଂ ଏହା ସେହି ପାହାଡ଼ ଉପରେ ଥିବା ପ୍ରଭାବିତ ଗାଁଗୁଡ଼ିକର ଗ୍ରାମସଭା ନେବ। ଏହାକୁ ତ ଆମେ ଦେଶର ପ୍ରଥମ ପରିବେଶ ଜନମତ ସଂଗ୍ରହ ବା ଫାଷ୍ଟ ଏନଭାଇରନମେଣ୍ଟାଲ ରେଫରେଣ୍ଡମ୍ ବୋଲି କହିପାରିବା।
ବିଲକୁଲ ଗ୍ରାମସଭା ଯାହାକି ଗଣତନ୍ତ୍ରର ସବୁଠାରୁ ତୃଣମୂଳ ସ୍ତରର ଅନୁଷ୍ଠାନ ତାହାକୁ ଏକ ବିଶାଳ କମ୍ପାନୀର ଭାଗ୍ୟ ନିର୍ଦ୍ଧାରଣ କରିବାର ଭିଟୋ ପାୱାର ମିଳିଗଲା। ଏବଂ ଯେତେବେଳେ ଗ୍ରାମସଭା ବସିଲା ସମସ୍ତ 12ଟି ଯାକ ଗ୍ରାମସଭା ସର୍ବସମ୍ମତିକ୍ରମେ ଖଣି ପ୍ରକଳ୍ପକୁ ପ୍ରତ୍ୟାଖ୍ୟାନ କଲେ। ତାଙ୍କ ଦେବତାଙ୍କୁ କାଟିନେବାକୁ ସେମାନେ ସିଧାସଳଖ ମନା କରିଦେଲେ ଆଉ ଖଣି ଖନନ ସମ୍ପୂର୍ଣ୍ଣ ରୂପେ ବନ୍ଦ ହେଲା। ଏହା ଏକ ପ୍ରକୃତରେ ଏକ ନ୍ୟାସନାଲ ପ୍ରେସିଡେଣ୍ଟ ବା ଜାତୀୟ ଉଦାହରଣ ପାଲଟିଲା। ହଁ ଆର ଏହା ଦେଖାଇଦେଲା ଯେ ତୀରଧନୁ ଦରକାର ନାହିଁ, ଆଇନର ବହି ଏବଂ ଗ୍ରାମସଭାର ଖାତା ମଧ୍ୟ ଏକ ଶକ୍ତିଶାଳୀ ଅସ୍ତ୍ର ହୋଇପାରେ। ଏହାକୁ ଆମେ ଇତିହାସର ଏକ ଡେଭିଡ୍ ଏବଂ ଗୁଲିଆତ ଯୁଦ୍ଧ ସହିତ ତୁଳନା କରିପାରିବା, ଯେଉଁଠି ଛୋଟ ଗାଁବାଲା ଏତେ ବଡ଼ କମ୍ପାନୀକୁ ହରାଇଦେଲେ। କିନ୍ତୁ ଦେଖନ୍ତୁ ଆଇନଗତ ଲଢ଼ାଇ ସବୁବେଳେ ସବୁଠି ସମ୍ଭବ ହୁଏ ନାହିଁ। ସତ କଥା, ଏହାର ଏକ ସମ୍ପୂର୍ଣ୍ଣ ଭିନ୍ନ ଚିତ୍ର ଆମେ ଦେଖିବାକୁ ପାଇଲୁ ପୋସ୍କୋ ବିରୋଧୀ ଆନ୍ଦୋଳନରେ। ହଁ ପୋସ୍କୋର ପରିସ୍ଥିତି ନିୟମଗିରିଠାରୁ ବହୁତ ଅଲଗା ଥିଲା। ଆସନ୍ତୁ ସେହି ଆନ୍ଦୋଳନର ପରିସରକୁ ଟିକେ ଆକଳନ କରିବା। ଏହି ଲଢ଼େଇ ଆରମ୍ଭ ହୋଇଥିଲା 2005 ମସିହାରେ ଏବଂ ଚାଲିଲା 2017 ପର୍ଯ୍ୟନ୍ତ, ମାନେ ପୁରା 12 ବର୍ଷର ଏକ ସୁଦୀର୍ଘ ସଂଗ୍ରାମ। ଏକ ଲମ୍ବା ଲଢ଼ାଇ। ଘଟଣାଟି ଥିଲା ଜଗତସିଂହପୁର ଜିଲ୍ଲାରେ, ଯେଉଁଠି ଦକ୍ଷିଣ କୋରିଆର କମ୍ପାନୀ ପୋସ୍କୋ ବାର୍ଷିକ 12 ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଏକ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଚାହୁଁଥିଲା। ଏଥିପାଇଁ ଢିଙ୍କିଆ, ଗୋବିନ୍ଦପୁର ଏବଂ ନୂଆଗାଁ ଅଞ୍ଚଳର ପ୍ରାୟ 4000 ଏକର ଜମି ଦରକାର ଥିଲା। ପ୍ରାୟ 22,000 ଲୋକ ନିଜର ଭିଟାମାଟି ହରାଇ ବିସ୍ଥାପିତ ହେବାର ଭୟ ଥିଲା। ଏଠାରେ ପୁଣି ସେହି ପ୍ରଶ୍ନ ଉଠୁଛି, ଏତେ ବଡ଼ ଷ୍ଟିଲ୍ ପ୍ଲାଣ୍ଟ ମାନେ ବିପୁଳ ନିଯୁକ୍ତି ସୁଯୋଗ, ତେବେ ଲୋକମାନେ ଏତେ ଉଗ୍ର ଭାବରେ ଏହାକୁ ବିରୋଧ କାହିଁକି କଲେ? ସେମାନଙ୍କର କ'ଣ ହରାଇବାର ଥିଲା? ଏହି ପ୍ରଶ୍ନର ଉତ୍ତର ସେହି ଅଞ୍ଚଳର ସ୍ଥାନୀୟ ଅର୍ଥନୀତିରେ ହିଁ ଲୁଚି ରହିଛି। ଦେଖନ୍ତୁ ଜଗତସିଂହପୁରର ସେହି ଅଞ୍ଚଳ କୌଣସି ଶୁଖିଲା ପଡ଼ିଆ ନଥିଲା। ତାହା ଥିଲା ଅତ୍ୟନ୍ତ ଉର୍ବର ଏବଂ ଲାଭଦାୟକ କୃଷିଭିତ୍ତିକ ଅର୍ଥନୀତିର କେନ୍ଦ୍ର। ଆଚ୍ଛା, ସେଠାରେ ମୁଖ୍ୟତଃ କ'ଣ ଚାଷ ହେଉଥିଲା? ସେଠାରେ ଥିଲା ହଜାର ହଜାର ପାନବରଜ, ଯାହାକି ସ୍ଥାନୀୟ ଲୋକଙ୍କୁ ବର୍ଷସାରା ବହୁତ ଭଲ ରୋଜଗାର ଦେଉଥିଲା। ଏହାସହ କାଜୁ ଏବଂ ମାଛ ଚାଷ ମଧ୍ୟ ସେମାନଙ୍କ ଜୀବିକାର ମୁଖ୍ୟ ଉତ୍ସ ଥିଲା। ଓହୋ, ତେଣୁ କମ୍ପାନୀ ଯେଉଁ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଉଥିଲା ତାହା ଏହି ସ୍ଥାୟୀ ରୋଜଗାର ତୁଳନାରେ ବହୁତ କମ୍ ଥିଲା। ବିଲକୁଲ ଲୋକମାନେ ସ୍ପଷ୍ଟ ବୁଝିପାରୁଥିଲେ ଯେ ନିଜର ସୁନାଫଳା ମାଟିକୁ ଟେକି ଦେଇ କମ୍ପାନୀରେ ଦିନମଜୁରିଆ ହେବା କୌଣସି ବିକାଶ ନୁହେଁ। ସେଥିପାଇଁ ସେମାନଙ୍କର ବିରୋଧ ଏତେ ତୀବ୍ର ଥିଲା। ଆଉ ସେହି ବିରୋଧର ଶୈଳୀ ମଧ୍ୟ ଆଶ୍ଚର୍ଯ୍ୟଜନକ ଥିଲା। ନିୟମଗିରି ଭଳି ଏଠାରେ କେବଳ କୋର୍ଟ ଭିତରେ ମାମଲା ସୀମିତ ରହିନଥିଲା। ଲୋକମାନେ ଡାଇରେକ୍ଟ ଫିଜିକାଲ ଆକ୍ସନ ଅର୍ଥାତ୍ ପ୍ରତ୍ୟକ୍ଷ ଶାରୀରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ। ହଁ, ମହିଳା ଆଉ ପିଲାମାନଙ୍କୁ ମିଶାଇ ସମସ୍ତେ ଗାଁ ବାହାରେ ମାନବ ଶୃଙ୍ଖଳା କରି ରାସ୍ତା ଅବରୋଧ କଲେ। ବର୍ଷ ବର୍ଷ ଧରି ସେମାନେ ପ୍ରଶାସନ କିମ୍ବା ପୁଲିସ କାହାକୁ ବି ଗାଁ ଭିତରକୁ ପୁରାଇ ଦେଲେ ନାହିଁ। ଧାରଣା, ର୍ୟାଲି, ଅନସନ ନୀତିଦିନିଆ ଘଟଣା ପାଲଟିଗଲା। ଏଥିସହିତ ପରିବେଶ କର୍ମୀମାନଙ୍କୁ ସାମିଲ କରି ମାସ୍ ମୋବିଲାଇଜେସନ ବା ଗଣସମାବେଶ କରାଗଲା ଏବଂ କୋର୍ଟରେ ଲିଗଲ ଫ୍ରିକ୍ସନ ମଧ୍ୟ ଜାରି ରହିଲା। ଶେଷରେ ସରକାର ଏବଂ କମ୍ପାନୀ ହାର ମାନିଲେ। 2017ରେ ପ୍ରକଳ୍ପ ବାତିଲ ହେଲା। କିନ୍ତୁ ପ୍ରଶ୍ନ ଉଠୁଛି, ଗୋଟିଏ ରାଜ୍ୟରେ ଏତେ ବଡ଼ ବହୁରାଷ୍ଟ୍ରୀୟ କମ୍ପାନୀ ବିରୋଧରେ ସାଧାରଣ ଲୋକ ଏକାଠି ହୋଇ ଏତେ ବଡ଼ ବିଜୟ ହାସଲ କରିବା କିପରି ସମ୍ଭବ ହେଲା? ଏହି ରଣନୀତି ପଛର ବିଜ୍ଞାନ କ'ଣ? ଏହି ସଫଳତାର ରହସ୍ୟକୁ ଆମେ ଏକ ସରଳ ଉଦାହରଣ ମାଧ୍ୟମରେ ବୁଝିପାରିବା। ଆମ ଶରୀରର ଇମ୍ୟୁନ୍ ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତି କିପରି କାମ କରେ। ଯେତେବେଳେ କୌଣସି ବାହ୍ୟ ଶତ୍ରୁ ଆକ୍ରମଣ କରେ, ସେତେବେଳେ ଆମର ଶ୍ୱେତ ରକ୍ତ କଣିକାଗୁଡ଼ିକ ତୁରନ୍ତ ସେହି ସ୍ଥାନକୁ ଯାଇ ତାକୁ ପ୍ରତିରୋଧ କରନ୍ତି। ତାହା ହେଉଛି ତାତ୍କାଳିକ ପ୍ରତିକ୍ରିୟା। କିନ୍ତୁ ସେତିକି ଯଥେଷ୍ଟ ନୁହେଁ। ହଁ, ତା ସହିତ ଆଣ୍ଟିବଡି ବି ଦରକାର। ବିଲକୁଲ ଶରୀର ଭିତରେ ଆଣ୍ଟିବଡି ମଧ୍ୟ ତିଆରି ହୁଏ, ଯାହା ସେହି ଶତ୍ରୁକୁ ଦୀର୍ଘସ୍ଥାୟୀ ଭାବରେ ନଷ୍ଟ କରିବା ପାଇଁ ବ୍ୟବସ୍ଥା କରେ। ପୋସ୍କୋ ଆନ୍ଦୋଳନରେ ମଧ୍ୟ ଠିକ୍ ସେହିପରି ମଲ୍ଟି-ପ୍ରଙ୍ଗଡ୍ ଷ୍ଟ୍ରାଟେଜି ବା ବହୁମୁଖୀ ରଣନୀତି ପ୍ରୟୋଗ ହୋଇଥିଲା। ଗ୍ରାମବାସୀଙ୍କର ମାନବ ଶୃଙ୍ଖଳା ଏବଂ ରାସ୍ତା ଅବରୋଧ ଥିଲା ସେହି ଶ୍ୱେତ ରକ୍ତ କଣିକା ପରି, ଯାହା ପ୍ରଶାସନର ତୁରନ୍ତ ପ୍ରବେଶକୁ ଅଟକାଇ ଦେଇଥିଲା। ଆଉ ଅନ୍ୟପଟେ ପରିବେଶବିତ୍ ଓ ଆଇନଜୀବୀମାନେ ଯେଉଁ ଆଇନଗତ ଲଢ଼େଇ କରୁଥିଲେ, ତାହା ଥିଲା ଆଣ୍ଟିବଡି ପରି, ଯାହା ପ୍ରକଳ୍ପର ପରିବେଶ ମଞ୍ଜୁରୀକୁ ଭିତରୁ ଦୁର୍ବଳ କରିଦେଇଥିଲା। ବାଃ, ଏହି ଇମ୍ୟୁନ୍ ସିଷ୍ଟମ ଉଦାହରଣଟି ପ୍ରକୃତରେ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ବହୁତ ସ୍ପଷ୍ଟ କରିଦେଉଛି। କେବଳ ଭାବପ୍ରବଣତା ନୁହେଁ, ବରଂ ଶାରୀରିକ ପ୍ରତିରୋଧ ସହ ଆଇନଗତ ଚାପର ଏହି ନିଖୁଣ ସମନ୍ୱୟ ହିଁ ଏତେ ବଡ଼ ବିଜୟ ଆଣିଦେଲା।
ତେବେ ଏବେ ଆମେ ଆଲୋଚନାର ଏକ ସାରାଂଶ ବା ସିନ୍ଥେସିସ୍ ଆଡ଼କୁ ଯିବା। ଯଦି ଆମେ ଏହି ଦୁଇଟି ଆଧୁନିକ ଆନ୍ଦୋଳନକୁ ପାଖାପାଖି ରଖି ତୁଳନା କରିବା, ତେବେ ଦୁଇଟି ଭିନ୍ନ ଚିତ୍ର ସାମ୍ନାକୁ ଆସୁଛି। ହଁ, ନିୟମଗିରିରେ ମୁଖ୍ୟ ବିପଦ ଥିଲା ବକ୍ସାଇଟ୍ ଖଣି, ଯାହା ଏକ ଆଧ୍ୟାତ୍ମିକ ଭୂମିକୁ ନଷ୍ଟ କରିଦେଇଥାନ୍ତା, ଏବଂ ତାହାର ପ୍ରତିରୋଧ ହେଲା ମୁଖ୍ୟତଃ ଆଇନଗତ ଉପାୟରେ ଏବଂ ଗ୍ରାମସଭାର ଶକ୍ତି ବଳରେ। ଆଉ ଅନ୍ୟପଟେ ପୋସ୍କୋ କ୍ଷେତ୍ରରେ ବିପଦ ଥିଲା ଏକ ମେଗା ଷ୍ଟିଲ୍ ପ୍ଲାଣ୍ଟ ଯୋଗୁଁ ହେବାକୁ ଥିବା ବ୍ୟାପକ ବିସ୍ଥାପନ ଏବଂ କୃଷିଭିତ୍ତିକ ଅର୍ଥନୀତିର ବିନାଶ। ଏହାର ପ୍ରତିରୋଧ ହେଲା ତୀବ୍ର ସାମୂହିକ ଏବଂ ପ୍ରତ୍ୟକ୍ଷ ଆନ୍ଦୋଳନ ଦ୍ୱାରା। ଲକ୍ଷ୍ୟ କଲେ ଜଣାପଡ଼ିବ ଯେ ରଣନୀତି ଅଲଗା ହୋଇପାରେ, କିନ୍ତୁ ଆତ୍ମା ଗୋଟିଏ। ଆମ ସମ୍ମୁଖରେ ଥିବା ତଥ୍ୟ ଏହାକୁ ଏକ ଅନବ୍ରୋକେନ୍ ଲିନିଏଜ୍ ଅର୍ଥାତ୍ ଏକ ଅବିଚ୍ଛିନ୍ନ ଧାରା ବୋଲି ଦର୍ଶାଉଛି। ନିଶ୍ଚିତ ଭାବରେ 1850 ମସିହାର ଉପନିବେଶବାଦ ବିରୋଧୀ ବିଦ୍ରୋହଠାରୁ ଆରମ୍ଭ କରି ବର୍ତ୍ତମାନର ଶିଳ୍ପାୟନ ବିରୋଧୀ ସଂଗ୍ରାମ ପର୍ଯ୍ୟନ୍ତ ଏକ ସ୍ପଷ୍ଟ ନିରନ୍ତରତା ବଜାୟ ରହିଛି। ଯଦି ଆମେ ସମୟଚକ୍ରକୁ ଦେଖିବା, 1857ରେ ଯେତେବେଳେ ସମ୍ବଲପୁରରେ ଲୋକେ ନିଜ ଅଧିକାର ପାଇଁ ବ୍ରିଟିଶମାନଙ୍କୁ ସାମ୍ନା କରୁଥିଲେ, ସେତେବେଳେ ସେମାନଙ୍କ ହାତରେ ଥିଲା ପାରମ୍ପରିକ ଅସ୍ତ୍ର। ଆଉ 2005ରେ ଯେତେବେଳେ ପୋସ୍କୋ ଆସିଲା, ଲୋକମାନେ ରାସ୍ତା ଉପରେ ହାତ ଧରାଧରି ହୋଇ ପ୍ରାଚୀର ଭଳି ଛିଡ଼ା ହୋଇଗଲେ। ମାଧ୍ୟମ ବଦଳିଛି, ଅସ୍ତ୍ର ବଦଳିଛି, କିନ୍ତୁ ପାୱାର ଅଫ୍ ଗ୍ରାସରୁଟ୍ ୟୁନିଟି ବା ତୃଣମୂଳ ସ୍ତରର ଏକତାର ଶକ୍ତି ସମାନ ରହିଛି। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସ୍ଥାନୀୟ ବିଜୟଗୁଡ଼ିକ କେବଳ ଓଡ଼ିଶା କିମ୍ବା ଭାରତ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱ ପାଇଁ ଏକ ଗ୍ଲୋବାଲ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି। ସତରେ କି? ମାନେ ବିଶ୍ୱସ୍ତରର ମଧ୍ୟ ଏହାର ପ୍ରଭାବ ରହିଛି। ହଁ, ଆଜି ଆମାଜନ ଜଙ୍ଗଲରେ ହେଉ କିମ୍ବା ଆଫ୍ରିକାର କୌଣସି ଆଦିବାସୀ ଅଞ୍ଚଳରେ ଯେତେବେଳେ କର୍ପୋରେଟ୍ ଶୋଷଣ ବିରୋଧରେ ଲଢ଼େଇ ହୁଏ, ସେତେବେଳେ ନିୟମଗିରିର ଗ୍ରାମସଭା ଭିଟୋ କିମ୍ବା ପୋସ୍କୋର ମାନବ ଶୃଙ୍ଖଳାକୁ ଏକ ସଫଳ ମଡେଲ ଭାବରେ ଦେଖାଯାଏ। ଏହା ପ୍ରମାଣିତ କରେ ଯେ ଯଦି ସ୍ଥାନୀୟ ସମ୍ପ୍ରଦାୟ ନିଜ ଅଧିକାର ବିଷୟରେ ସଚେତନ ହୁଅନ୍ତି ଏବଂ ତାକୁ ଆଇନଗତ ଓ ସାମୂହିକ ସମର୍ଥନ ମିଳେ, ତେବେ ବିଶ୍ୱର ଯେକୌଣସି ବଡ଼ ବ୍ୟବସ୍ଥାକୁ ମଧ୍ୟ ପରାସ୍ତ କରାଯାଇପାରିବ। ତେବେ ଏହି ସମ୍ପୂର୍ଣ୍ଣ ଆଲୋଚନାରୁ ଆମେ କ'ଣ ଶିଖିଲେ? ପରୀକ୍ଷା ଦୃଷ୍ଟିକୋଣରୁ କିଛି ପ୍ରମୁଖ ତଥ୍ୟକୁ ଯଦି ଆମେ ଏକାଠି କରିବା, 1856ର ଶବର ବିଦ୍ରୋହ, ଯାହାକି ଭୂମିନୀତି ବିରୋଧରେ ଥିଲା, ତାହା ଏକ ସ୍ଥାନୀୟ ଅସନ୍ତୋଷର ମଞ୍ଜି ବୁଣିଥିଲା। 1889ର ବିର୍ସା ମୁଣ୍ଡାଙ୍କର ଆନ୍ଦୋଳନ ଆମକୁ ଦେଖାଇଲା ଯେ ଆଇନର ଜଟିଳତା ମାଧ୍ୟମରେ କିପରି ଜମି ଲୁଟ୍ ହେଉଥିଲା ଏବଂ ତାର ମୁକାବିଲା କିପରି ହେଲା। ଏବଂ ଆଧୁନିକ ସମୟରେ 2005ର ପୋସ୍କୋ ଆନ୍ଦୋଳନ ଆମକୁ ଶିଖାଇଲା ଯେ ନିରନ୍ତର ସାମୂହିକ ପ୍ରୟାସ ଆଗରେ କର୍ପୋରେଟ୍ ଶକ୍ତି ମଧ୍ୟ ମୁଣ୍ଡ ନୁଆଇବାକୁ ବାଧ୍ୟ। ବୀର ସୁରେନ୍ଦ୍ର ସାଏଙ୍କଠାରୁ ଆରମ୍ଭ କରି ବିର୍ସା ମୁଣ୍ଡା ଏବଂ ଲକ୍ଷ୍ମଣ ନାଏକଙ୍କ ଭଳି ନେତାମାନେ ଏହି ବିଦ୍ରୋହର ଅଗ୍ନିଶିଖାକୁ ଜଳାଇ ରଖିଥିଲେ। ନିୟମଗିରି ଏବଂ ପୋସ୍କୋ କେବଳ ଦୁଇଟି ନାମ ନୁହଁ, ଏଗୁଡ଼ିକ ହେଉଛି ଜନସାଧାରଣଙ୍କ ବିଜୟର ପ୍ରତୀକ। ଏବଂ ଯଦି ଆମେ ପ୍ରାରମ୍ଭରେ ଆଲୋଚନା କରିଥିବା ସେହି ତିନୋଟି ମୂଳ ସ୍ତମ୍ଭକୁ ପୁଣିଥରେ ସ୍ମରଣ କରିବା, ତେବେ ଦେଖିବା ଯେ ପ୍ରତ୍ୟେକଟି ଆନ୍ଦୋଳନ ସେହି ସ୍ତମ୍ଭଗୁଡ଼ିକ ଚାରିପଟେ ହିଁ ଘୂରି ବୁଲୁଛି। ଶିଳ୍ପାୟନ ବିରୋଧୀ ଆନ୍ଦୋଳନ ପରିବେଶକୁ ବଞ୍ଚାଇଲା, ଦଳିତ ଓ ଆଦିବାସୀ ସଶକ୍ତିକରଣ ମାନବାଧିକାରକୁ ରକ୍ଷା କଲା, ଏବଂ ଭାଷାଭିତ୍ତିକ ଓ ସାଂସ୍କୃତିକ ଅଧିକାରର ଲଢ଼େଇ ଲୋକଙ୍କର ପରିଚୟକୁ ସୁରକ୍ଷିତ ରଖିଲା। ଇତିହାସର ଏହି ଘଟଣାବଳୀରୁ ପ୍ରତ୍ୟେକଟି ତଥ୍ୟ, ନାମ ଏବଂ କାର୍ଯ୍ୟକାରଣ ସମ୍ପର୍କ ଭବିଷ୍ୟତର ଯେକୌଣସି ପରିସ୍ଥିତିକୁ ବୁଝିବା ପାଇଁ ଏକ ଦୃଢ଼ ମୂଳଦୁଆ ଯୋଗାଇବ ବୋଲି ମୋର ବିଶ୍ୱାସ। ସମ୍ପୂର୍ଣ୍ଣ ରୂପେ ଏକମତ। ଏହି ସମସ୍ତ ବିଶ୍ଳେଷଣ ପରେ ଆଜିର ଏହି ଗଭୀର ଅନୁଧ୍ୟାନକୁ ଶେଷ କରିବା ପୂର୍ବରୁ ମୋ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି। ଆଚ୍ଛା, ସେଇଟା କ'ଣ? ଏକ ଏମିତି ଚିନ୍ତାଧାରା ଯାହା ବୋଧହୁଏ ଆଗାମୀ ଦିନରେ ବହୁତ ପ୍ରାସଙ୍ଗିକ ହେବ। ଦେଖନ୍ତୁ, ଆମେ ଆଜି ଦେଖିଲେ ଯେ ଔପନିବେଶିକ ଶାସନ ଏବଂ ଆଧୁନିକ କର୍ପୋରେଟ୍ ବିସ୍ଥାପନ ବିରୋଧରେ ସ୍ଥାନୀୟ ଲୋକେ କିପରି ସଫଳତାର ସହ ଲଢ଼ିଲେ। କିନ୍ତୁ ଭବିଷ୍ୟତରେ ଯେତେବେଳେ ଜଳବାୟୁ ପରିବର୍ତ୍ତନର ଭୟାବହ ରୂପ ସାମ୍ନାକୁ ଆସିବ କିମ୍ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା ଭଳି ନୂତନ ଜ୍ଞାନକୌଶଳକୁ ବ୍ୟବହାର କରି କୌଣସି ବୃହତ୍ କର୍ପୋରେଟ୍ ସଂସ୍ଥା ପ୍ରାକୃତିକ ସମ୍ପଦ ଉପରେ ଆହୁରି ସୂକ୍ଷ୍ମ ଏବଂ ଜଟିଳ ଉପାୟରେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବ, ସେତେବେଳେ ପରିସ୍ଥିତି କ'ଣ ହେବ? ଏହା ଏକ ଗମ୍ଭୀର ଚିନ୍ତାର ବିଷୟ। ହଁ, ଯେଉଁ ଐତିହାସିକ ପ୍ରତିରୋଧର ବ୍ଲୁପ୍ରିଣ୍ଟ ଓଡ଼ିଶାର ଜଙ୍ଗଲ ଏବଂ ଗାଁଗୁଡ଼ିକରେ ତିଆରି ହୋଇଛି, ସେହି ଗ୍ରାସରୁଟ୍ ଏକତା ସେହି ଅଦୃଶ୍ୟ ଏବଂ ଅତ୍ୟାଧୁନିକ ବିପଦର ମୁକାବିଲା କରିବା ପାଇଁ ନିଜକୁ କିପରି ରୂପାନ୍ତରିତ କରିବ? ଆଗାମୀ ଯୁଦ୍ଧ କେବଳ ମାଟି ଉପରେ ହେବ ନା ଡିଜିଟାଲ ସ୍ତରରେ ମଧ୍ୟ ଏହି ଆଦିବାସୀ ସଂଗ୍ରାମ ଏକ ନୂଆ ରୂପ ନେବ?
ଏହି ଭାବନା ସହିତ ଆଜିର ଏହି ଗମ୍ଭୀର ଅନୁଧ୍ୟାନକୁ ଆମେ ଏଠାରେ ବିରାମ ଦେଉଛୁ। କଳ୍ପନା କରନ୍ତୁ, ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବା ସୁପ୍ରିମକୋର୍ଟରେ ଏକ ବଡ଼ ଆଇନଗତ ଲଢ଼େଇ ଜିତିବା ପରେ ମଧ୍ୟ ଗୋଟିଏ ମନ୍ଦିରର ଦ୍ୱାର ଦେଇ ଭିତରକୁ ଯିବା ପାଇଁ ଦୀର୍ଘ 14 ବର୍ଷ ଅପେକ୍ଷା କରିବାକୁ ପଡ଼ୁଛି। ସତରେ ଖୁବ୍ ଆଶ୍ଚର୍ଯ୍ୟଜନକ କଥା। ଏକ୍ଜାକ୍ଟଲି। ଶୁଣିବାକୁ ଅବିଶ୍ୱସନୀୟ ଲାଗୁଥିଲେ ବି ଏହା କୌଣସି କାଳ୍ପନିକ କାହାଣୀ ନୁହେଁ। ଏହା ହେଉଛି ଓଡ଼ିଶାରେ ଦଳିତମାନଙ୍କର ମନ୍ଦିର ପ୍ରବେଶ ଆନ୍ଦୋଳନର ଏକ ବାସ୍ତବ ଚିତ୍ର। ଠିକ୍ କହିଲେ। ଆଜିର ଏହି ଗଭୀର ଅନୁଶୀଳନରେ ଆମେ ଏପରି କିଛି ଐତିହାସିକ ସାମାଜିକ ଆନ୍ଦୋଳନ ବିଷୟରେ ଆଲୋଚନା କରିବା। ଆମ ପାଖରେ ଥିବା ସ୍ଲାଇଡ୍ ତଥ୍ୟକୁ ଖୋଜିଲେ ଜଣାପଡ଼େ ଯେ ଏହି ପରିବର୍ତ୍ତନ ମୁଖ୍ୟତଃ 3ଟି ମୂଳ ସ୍ତମ୍ଭ ଉପରେ ଠିଆ ହୋଇଛି। ସେଗୁଡ଼ିକ ହେଲା ଜାତୀୟ ଲିଙ୍ଗଗତ ସମାନତା, କୃଷି ଓ ଜମି ଅଧିକାର ଏବଂ ପରିବେଶ ନ୍ୟାୟ। ହଁ, ଆଉ ଆଜିର ଉଦ୍ଦେଶ୍ୟ ହେଉଛି କେବଳ ଘଟଣାଗୁଡ଼ିକୁ ଜାଣିବା ନୁହେଁ, ବରଂ ଏହି ସଂଘର୍ଷଗୁଡ଼ିକ ପଛରେ ଥିବା ପ୍ରକୃତ କାରଣକୁ ଟିକିନିଖି ବିଶ୍ଳେଷଣ କରିବା, ଯାହା ପରୀକ୍ଷା ଦୃଷ୍ଟିକୋଣରୁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତରେ ଏହି ଆଲୋଚନାଟି ଖୁବ୍ ସମୟ ଉପଯୋଗୀ, କାରଣ ଇତିହାସ କେବଳ କିଛି ତାରିଖ କିମ୍ବା ଆଇନର ତାଲିକା ନୁହେଁ। ଯେତେବେଳେ ଆମେ ସାମାଜିକ ଆନ୍ଦୋଳନ କଥା କହୁଛୁ, ଆମେ ପ୍ରକୃତରେ ମଣିଷର ଆତ୍ମସମ୍ମାନ ପାଇଁ ହୋଇଥିବା ଲଢ଼େଇ କଥା କହୁଛୁ, ଯେମିତି ଆପଣ ସେହି ମନ୍ଦିର ପ୍ରବେଶ କଥାରୁ ଆରମ୍ଭ କଲେ। ହଁ, ସେଇଟା ହେଉଛି ଆମର ପ୍ରଥମ ମୂଳ ସ୍ତମ୍ଭ। ଏକଦମ। ଆମ ତଥ୍ୟ ଅନୁଯାୟୀ 1970 ଏବଂ 80 ଦଶକ ଆଡ଼କୁ ଓଡ଼ିଶାରେ ଆକ୍ଟିଭିଜମ ବହୁତ ତୀବ୍ର ହୋଇଥିଲା। ଡକ୍ଟର B.R. ଆମ୍ବେଦକରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳିତ ନେତାମାନେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସମେତ ରାଜ୍ୟର ବିଭିନ୍ନ ମନ୍ଦିରରେ ପ୍ରବେଶ ଉପରେ ଥିବା କଟକଣାକୁ ଖୋଲାଖୋଲି ବିରୋଧ କରିବା ଆରମ୍ଭ କରିଥିଲେ। ଆଉ ଏହି ବିରୋଧ କେବଳ ରାସ୍ତାରେ ସୀମିତ ନଥିଲା, ତାହା ନ୍ୟାୟାଳୟକୁ ମଧ୍ୟ ଯାଇଥିଲା। ହଁ, ତଥ୍ୟ କହୁଛି 1993 ମସିହାରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଶୁଣାଇଥିଲେ। ସେହି ଲ୍ୟାଣ୍ଡମାର୍କ କେସ୍ଟି ଥିଲା ସର୍ବାନନ୍ଦ ପଣ୍ଡା ବନାମ ଷ୍ଟେଟ୍ ଅଫ୍ ଓଡ଼ିଶା। ଆଚ୍ଛା। ଯେଉଁଥିରେ ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଦେଲେ ଯେ ଜାତି ନିର୍ବିଶେଷରେ ସମସ୍ତ ହିନ୍ଦୁଙ୍କର ମନ୍ଦିରରେ ପ୍ରବେଶ କରିବାର ସାମ୍ବିଧାନିକ ଅଧିକାର ରହିଛି। ପରେ ଓଡ଼ିଶା ହାଇକୋର୍ଟ ମଧ୍ୟ ଏହାକୁ ସମର୍ଥନ କଲେ। ତଥାପି ବାସ୍ତବ ଚିତ୍ର ଅଲଗା ଥିଲା। ସେଇଠି ମୋର ପ୍ରଶ୍ନ। ସୁପ୍ରିମକୋର୍ଟ 1993ରେ ଅନୁମତି ଦେଇସାରିଥିଲେ, କିନ୍ତୁ ବାସ୍ତବରେ ଦଳିତମାନେ ସଫଳତାର ସହ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରିଥିଲେ 14 ଜାନୁଆରୀ 2007 ମସିହାରେ। ପ୍ରାୟ 14 ବର୍ଷ ପରେ। ହଁ, ଆଇନଗତ ବିଜୟ ଏବଂ ବାସ୍ତବ ପ୍ରବେଶ ମଧ୍ୟରେ ଏକ ବିରାଟ ବ୍ୟବଧାନ। ଏହା ଠିକ୍ ସେମିତି ଲାଗୁଛି ଯେମିତି ଆଇନ ଗୋଟିଏ ତାଲା ପଡ଼ିଥିବା କବାଟର ଚାବି ତ ଖୋଲିଦେଲା। ଆଚ୍ଛା। କିନ୍ତୁ ସେହି ସାମାଜିକ ଗ୍ରହଣଯୋଗ୍ୟତାର କବାଟଟି ଏତେ ଓଜନିଆ ଥିଲା ଯେ ତାକୁ ଠେଲି ଖୋଲିବାକୁ ସମାଜକୁ ଆହୁରି 14 ବର୍ଷ ଲାଗିଗଲା। କାହିଁକି ଏତେ ସମୟ ଲାଗିଲା? ଏହି କବାଟର ଉଦାହରଣଟି ସମ୍ପୂର୍ଣ୍ଣ ସଠିକ୍, କାରଣ ଆଇନ କେବଳ କାଗଜ ଉପରେ ପରିବର୍ତ୍ତନ ଆଣେ, କିନ୍ତୁ ଲୋକଙ୍କର ମାନସିକତା ବଦଳିବା ପାଇଁ ପିଢ଼ି ପିଢ଼ି ସମୟ ଲାଗିଯାଏ। ସତ କଥା। 1993 ରାୟ ପରେ ମଧ୍ୟ ଗ୍ରାଉଣ୍ଡ ଜିରୋରେ ସ୍ଥିତି ସହଜ ନଥିଲା। ଶତାବ୍ଦୀ ଧରି ଚାଲି ଆସୁଥିବା ପବିତ୍ରତା ଏବଂ ଅପବିତ୍ରତାର ଯେଉଁ ଧାରଣା ଥିଲା, ତାହା ରକ୍ଷଣଶୀଳ ସମାଜ ମନରେ ବହୁତ ଗଭୀରରେ ଥିଲା। ସେମାନେ ଭାବୁଥିଲେ ସାମାଜିକ ପରିବର୍ତ୍ତନ ସେମାନଙ୍କର କ୍ଷମତାକୁ ନଷ୍ଟ କରିଦେବ। ସ୍ଥାନୀୟ ସ୍ତରରେ ପ୍ରବଳ ବିରୋଧ ହେଉଥିଲା। ଏକଦମ। ସେଥିପାଇଁ 14 ଜାନୁଆରୀ 2007ର ତାରିଖ କେବଳ ଏକ ତାରିଖ ନୁହେଁ, ବରଂ ଏହା ହେଉଛି ସେହି ଓଜନିଆ କବାଟକୁ ଶେଷରେ ଭାଙ୍ଗିବାର ଦିନ। ଏହା ପ୍ରମାଣ କଲା ଯେ ଆଇନ ପଥ ଦେଖାଇପାରେ, କିନ୍ତୁ ସେହି ପଥରେ ଚାଲିବାକୁ ନିରନ୍ତର ସାମାଜିକ ସଂଘର୍ଷ ଦରକାର। ତାମାନେ ମନ୍ଦିରରୁ ଆରମ୍ଭ ହୋଇଥିବା ହିଁ ସମାନତାର ଲଢ଼େଇ କେବଳ ଭଗବାନଙ୍କ ଦର୍ଶନରେ ସୀମିତ ନଥିଲା? ନା, ଆଦୌ ନୁହେଁ। ଏହା ଧୀରେ ଧୀରେ ବ୍ୟାପିଲା ସାଧାରଣ ସମାଜ ଭିତରକୁ। ଯଦି ଆମେ ସ୍ଲାଇଡ୍ର ମ୍ୟାଟ୍ରିକ୍ସ 1 ତଥ୍ୟକୁ ଦେଖିବା, ସାମାଜିକ ଅନ୍ତର୍ଭୁକ୍ତିକରଣ ବା ସୋସିଆଲ ଇନକ୍ଲୁଜନର ଅନେକ ନୂଆ ଦିଗ ମିଳେ। ହଁ, ଯେମିତିକି ଜାତିଭେଦ ବିରୋଧୀ ଆନ୍ଦୋଳନ। ଠିକ୍। ସେଥିରେ ଦଳିତ ସଂଘର୍ଷ ସମିତି ସହ ଅନ୍ୟ ଏକ ବଡ଼ ନାମ ଆସେ, ତାହା ହେଉଛି ଭୀମ ଭୋଇ ଏବଂ ମହିମା ଧର୍ମ। ସେମାନଙ୍କର ଲକ୍ଷ୍ୟ ଥିଲା ଜାତିଗତ ଭେଦଭାବକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିବା। କିନ୍ତୁ ଏଠାରେ ଗୋଟିଏ କଥା ମୋତେ ବହୁତ କୌତୁହଳପ୍ରଦ ଲାଗୁଛି। ମହିମା ଧର୍ମ ତ ମୂଳତଃ ଏକ ଆଧ୍ୟାତ୍ମିକ ଦର୍ଶନ ଥିଲା, ଏହା କୌଣସି ରାଜନୈତିକ ସଂଗଠନ ନଥିଲା। ତାହେଲେ ଏହା କିପରି ଏତେ ବଡ଼ ଏବଂ ପ୍ରଭାବଶାଳୀ ଜାତିଭେଦ ବିରୋଧୀ ଆନ୍ଦୋଳନରେ ପରିଣତ ହୋଇଗଲା? ୟାର ପ୍ରକ୍ରିୟା ବୁଝିବାକୁ ହେଲେ ଆମକୁ ଏହାର ଦର୍ଶନଶାସ୍ତ୍ରକୁ ଯିବାକୁ ପଡ଼ିବ। ମହିମା ଧର୍ମର ମୂଳ ସିଦ୍ଧାନ୍ତ ହିଁ ଥିଲା ଜାତି ପ୍ରଥାର ସବୁଠାରୁ ବଡ଼ ପ୍ରତିକାର। କେମିତି?
ଏହି ଧର୍ମ ଶୂନ୍ୟ ବ୍ରହ୍ମଙ୍କ ଉପାସନା ଉପରେ ଗୁରୁତ୍ୱ ଦେଉଥିଲା। ମାନେ ଈଶ୍ୱରଙ୍କର କୌଣସି ଆକାର ନାହିଁ। ଯେତେବେଳେ ଆକାର ନାହିଁ ସେତେବେଳେ କୌଣସି ମୂର୍ତ୍ତିର ଆବଶ୍ୟକତା ନାହିଁ। ଆଉ ମୂର୍ତ୍ତି ନଥିଲେ ତାକୁ ପୂଜା କରିବା ପାଇଁ କୌଣସି ମଧ୍ୟସ୍ଥି ବା ପୂଜକ ଶ୍ରେଣୀର ମଧ୍ୟ ଆବଶ୍ୟକତା ନାହିଁ। ଓହୋ, ମାନେ ସିଧାସଳଖ ଈଶ୍ୱରଙ୍କ ସହ ସମ୍ପର୍କ, କୌଣସି ମଧ୍ୟସ୍ଥି ଦରକାର ନାହିଁ। ହଁ, ଏକଦମ। ଏହି ଗୋଟିଏ ସିଦ୍ଧାନ୍ତ ସିଧାସଳଖ ବ୍ରାହ୍ମଣବାଦୀ ରୀତିନୀତିର ମୂଳଦୁଆକୁ ଦୋହଲାଇ ଦେଇଥିଲା। ଏହା ସମାଜର ନିମ୍ନ ବର୍ଗର ଲୋକଙ୍କୁ ବାର୍ତ୍ତା ଦେଲା ଯେ ଭଗବାନଙ୍କ ସହ ଯୋଡ଼ି ହେବାକୁ କୌଣସି ଜାତିର ସାର୍ଟିଫିକେଟ୍ ଦରକାର ନାହିଁ। ବହୁତ ବଢ଼ିଆ କଥା। ଆଉ ଭୀମ ଭୋଇଙ୍କ ଭୂମିକା? ଭୀମ ଭୋଇଙ୍କ ରଚନାଗୁଡ଼ିକ ଥିଲା ମାସ୍ କମ୍ୟୁନିକେସନ୍ ବା ଜନସମ୍ପର୍କର ଶ୍ରେଷ୍ଠ ଉଦାହରଣ। ସେହି ସମୟରେ ଟିଭି କିମ୍ବା ଇଣ୍ଟରନେଟ୍ ନଥିଲା, କିନ୍ତୁ ତାଙ୍କର କବିତା ଓ ଭଜନ ଲୋକଙ୍କ ମୁହଁରେ ମୁହଁରେ ଗାଁ ଗାଁ ବୁଲୁଥିଲା। ତାହା କେବଳ ଧର୍ମ ନଥିଲା, ଏକ ସାମାଜିକ ବିପ୍ଳବ ଥିଲା। ସତରେ। ଆଉ ଠିକ୍ ସେହି ସମୟରେ ଏହି ସମାନତାର ସ୍ୱର କେବଳ ଜାତିରେ ସୀମିତ ନ ରହି ଲିଙ୍ଗଗତ ସମାନତା ଆଡ଼କୁ ମଧ୍ୟ ଯାଇଥିଲା। ହଁ, ମହିଳା ଆନ୍ଦୋଳନ। ଏକଦମ। ମହିଳା ଆନ୍ଦୋଳନ କ୍ଷେତ୍ରରେ ସରଳା ଦେବୀଙ୍କ ଭଳି ନେତ୍ରୀମାନେ ମହିଳା ଶିକ୍ଷା ପାଇଁ ଆଗକୁ ଆସିଥିଲେ। ଆଉ ଯଦି ଆମେ ପରବର୍ତ୍ତୀ ସମୟକୁ ଦେଖିବା, ସ୍ୱୟଂ ସହାୟକ ଗୋଷ୍ଠୀ ବା SHG ଗୁଡ଼ିକର ଭୂମିକା ଥିଲା ନିର୍ଣ୍ଣାୟକ। ସେଗୁଡ଼ିକ କେବଳ ଆର୍ଥିକ ସାହାଯ୍ୟ କରୁନଥିଲେ, ବରଂ ଏକ ସାମାଜିକ ସୁରକ୍ଷା ବଳୟ ତିଆରି କରୁଥିଲେ, ଯାହା ମହିଳାମାନଙ୍କ ଘରୋଇ ହିଂସା ବା ଡୋମେଷ୍ଟିକ୍ ଭାୟୋଲେନ୍ସ ବିରୋଧରେ ସ୍ୱର ଉଠାଇବାକୁ ସାହସ ଦେଲା। ଠିକ୍ କଥା। କିନ୍ତୁ ଏହି ସବୁ ଆଲୋଚନା ଭିତରେ ଗୋଟିଏ କଥା ସ୍ପଷ୍ଟ ଯେ ଆପଣ ସମାଜରେ ଯେତେ ମାନସିକ ପରିବର୍ତ୍ତନ ଆଣିଲେ ବି ଯଦି ଲୋକଙ୍କ ପାଖରେ ଖାଇବାକୁ ନାହିଁ, ନିଜର ଜମି ନାହିଁ, ତେବେ ସେହି ସମାନତାର କୌଣସି ମୂଲ୍ୟ ରହେ ନାହିଁ। ନିଶ୍ଚିତ ଭାବରେ ଆର୍ଥିକ ସ୍ୱାଧୀନତା ବିନା ସମାନତା ଅସମ୍ଭବ। ସେଥିପାଇଁ ଆମର ଦ୍ୱିତୀୟ ମୂଳ ସ୍ତମ୍ଭ ଆଡ଼କୁ ଯିବାର ଏବେ ଦରକାର, ଯାହା ହେଉଛି କୃଷି ଓ ଜମି ଅଧିକାର। ମାଟ୍ରିକ୍ସ 2 ତଥ୍ୟ ଅନୁଯାୟୀ ଓଡ଼ିଶାରେ ତଳସାରା ଆନ୍ଦୋଳନ ହେଉ କିମ୍ବା ବଲଙ୍ଗୀର କୃଷକ ବିଦ୍ରୋହ, ଏସବୁ ମୁଖ୍ୟତଃ ଜମିଦାରଙ୍କ ଶୋଷଣ ବିରୋଧରେ ହେଇଥିଲା। ହଁ, ଉଚିତ ମଜୁରୀ ଏବଂ ଜମିର ସଠିକ୍ ବଣ୍ଟନ ଥିଲା ଏହାର ମୂଳ ଲକ୍ଷ୍ୟ। ଏଇଠାରେ ଗୋଟେ ବହୁତ ଆଶ୍ଚର୍ଯ୍ୟଜନକ ଐତିହାସିକ ବିରୋଧାଭାସ ଦେଖିବାକୁ ମିଳେ। ମାନେ ଦୁଇଟି ସମ୍ପୂର୍ଣ୍ଣ ଅଲଗା ପ୍ରକାରର ଆନ୍ଦୋଳନ ପ୍ରାୟତଃ ସମାନ୍ତରାଳ ଭାବେ ଚାଲିଥିଲା। ଗୋଟିଏ ପଟେ ଥିଲା ବିନୋବ ଭାବେଙ୍କ ଭୂଦାନ ଆନ୍ଦୋଳନ, ଯେଉଁଠି ସେ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ ଲୋକଙ୍କ ହୃଦୟ ପରିବର୍ତ୍ତନ କରି ନିଜ ଇଚ୍ଛାରେ ଜମି ଦାନ କରିବାକୁ ଅନୁରୋଧ କରୁଥିଲେ। ହଁ, ଆଉ ଅନ୍ୟପଟେ ମୁଣ୍ଡ ଟେକୁଥିଲା ନକ୍ସଲାଇଟ ଆନ୍ଦୋଳନ। 1967ରେ ପଶ୍ଚିମବଙ୍ଗର ନକ୍ସଲବାରୀରୁ ଆରମ୍ଭ ହୋଇ 60 ଦଶକର ଶେଷ ଆଡ଼କୁ ଏହା ଓଡ଼ିଶାରେ ପ୍ରବେଶ କରିଥିଲା, ଯେଉଁଠି ଅସ୍ତ୍ରଶସ୍ତ୍ର ଜରିଆରେ ନିଜ ଜମି ଛଡ଼ାଇ ଆଣିବାର ପ୍ରୟାସ କରାଯାଉଥିଲା। ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ରାସ୍ତା। ସେଇଆ ତ। ଟିକେ ଭାବନ୍ତୁ, ଦୁଇଟି ଯାକ ଆନ୍ଦୋଳନର ଲକ୍ଷ୍ୟ ଥିଲା ପ୍ରାୟ ସମାନ, ଗରିବଙ୍କୁ ଜମି ଦେବା। କିନ୍ତୁ ଜଣେ କହୁଛନ୍ତି ଦୟାକରି ଆପଣଙ୍କ ଜମିରୁ କିଛି ଅଂଶ ଦିଅନ୍ତୁ, ଆଉ ଜଣେ ବନ୍ଧୁକ ଦେଖାଇ କହୁଛନ୍ତି ଆମେ ଆମର ଜମି ଛଡ଼ାଇ ନେବୁ। ଗୋଟିଏ ସମୟରେ ଏହା କିପରି ଘଟୁଥିଲା? ଏହି ତୁଳନାତ୍ମକ ଚିତ୍ରଟି ବାସ୍ତବରେ ଭାରତୀୟ ସମାଜର ଦୁଇଟି ଭିନ୍ନ ମାନସିକ ଅବସ୍ଥାକୁ ଦର୍ଶାଉଛି। ଭୂଦାନ ଆନ୍ଦୋଳନ ଥିଲା ସମ୍ପୂର୍ଣ୍ଣ ଗାନ୍ଧୀବାଦୀ ଦର୍ଶନ। ଏହାର ବିଶ୍ୱାସ ଥିଲା ଯେ ଜଣେ ଧନୀ ବ୍ୟକ୍ତି ନିଜ ଇଚ୍ଛାରେ ସମାଜର ମଙ୍ଗଳ ପାଇଁ ନିଜ ସମ୍ପତ୍ତି ତ୍ୟାଗ କରିପାରିବ। ଆଉ ତାହା କିଛି ମାତ୍ରାରେ ସଫଳ ମଧ୍ୟ ହୋଇଥିଲା। ହଁ, କିନ୍ତୁ ଏହାର ଏକ ସୀମା ଥିଲା। ଯେତେବେଳେ ଆଦିବାସୀ ଅଞ୍ଚଳରେ ଶୋଷଣ ଚରମ ସୀମାରେ ପହଞ୍ଚିଲା, ଯେତେବେଳେ ବ୍ୟବସ୍ଥାଗତ ଭୂମିହୀନତା କାରଣରୁ ଲୋକମାନେ ନିଜର ଭିଟାମାଟି ହରାଇବାକୁ ବସିଲେ, ସେତେବେଳେ ନୈତିକତାର ଭାଷଣ କାମ କଲା ନାହିଁ। ଏକଦମ ଠିକ୍। ନକ୍ସଲ ଆନ୍ଦୋଳନ ହଠାତ୍ ଦିନରୁ ସୃଷ୍ଟି ହୋଇନଥିଲା। ଏହା ଥିଲା ଦଶନ୍ଧି ଦଶନ୍ଧି ଧରି ଗରିବ କୃଷକଙ୍କ ଉପରେ ହୋଇଥିବା ଅତ୍ୟାଚାରର ଏକ ବିସ୍ଫୋରକ ପ୍ରତିକ୍ରିୟା। ଯେତେବେଳେ ଆଇନ କିମ୍ବା ପୋଲିସ ନ୍ୟାୟ ଦେବାରେ ବିଫଳ ହେଲା, ସେତେବେଳେ ସେମାନେ ହିଂସାତ୍ମକ ମାର୍ଗ ଅପଣାଇଥିଲେ। ତାହେଲେ ସେହି ହିଂସାତ୍ମକ ମାର୍ଗ କ'ଣ ସେମାନଙ୍କୁ ସ୍ଥାୟୀ ସମାଧାନ ଦେଇପାରିଲା? କାରଣ ଆମେ ଜାଣୁ ଯେ ରାଷ୍ଟ୍ରର ଶକ୍ତି ସାମ୍ନାରେ ସଶସ୍ତ୍ର ସଂଗ୍ରାମ ବେଶୀ ଦିନ ତିଷ୍ଠିପାରେ ନାହିଁ। ପୁରା ସତ୍ୟ କଥା। କୌଣସି ହିଂସାତ୍ମକ ଆନ୍ଦୋଳନ ଚିରସ୍ଥାୟୀ ହୋଇପାରିବ ନାହିଁ। ସମୟକ୍ରମେ ସରକାରୀ କାର୍ଯ୍ୟାନୁଷ୍ଠାନ ଏବଂ କାଉଣ୍ଟର ଇନସର୍ଜେନ୍ସି ଅପରେସନ ଯୋଗୁଁ ନକ୍ସଲ ଆନ୍ଦୋଳନ ଦୁର୍ବଳ ହେବାକୁ ଲାଗିଲା। ଆଚ୍ଛା। କିନ୍ତୁ ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହାର ବିବର୍ତ୍ତନ। ଆଧୁନିକ ପର୍ଯ୍ୟାୟରେ ଆମେ ଦେଖିବାକୁ ପାଉଛୁ ଯେ ଅନେକ ଗୋଷ୍ଠୀ ବୁଝିପାରିଲେ ଯେ ବନ୍ଦୁକ ମୁନରେ ସ୍ଥାୟୀ ସମାଧାନ ଅସମ୍ଭବ, ତେଣୁ ସେମାନେ ଗଣତାନ୍ତ୍ରିକ ପ୍ରକ୍ରିୟା ବା ଡେମୋକ୍ରେଟିକ୍ ପାର୍ଟିସିପେସନରେ ସାମିଲ ହେଲେ। ମୁଖ୍ୟଧାରା ରାଜନୀତିକୁ ଆସିଲେ। ହଁ, ସେମାନେ ନିର୍ବାଚନ ଲଢ଼ିଲେ ଏବଂ ଆଇନ ପରିସର ମଧ୍ୟରେ ରହି ନିଜ ଲୋକଙ୍କ ପାଇଁ ଲଢ଼ିବା ଆରମ୍ଭ କଲେ। ଏହା ହେଉଛି ଗଣତନ୍ତ୍ରର ଏକ ବଡ଼ ବିଜୟ।
ବହୁତ ସୁନ୍ଦର ବିବର୍ତ୍ତନ। ତାହେଲେ ଏବେ ଆସନ୍ତୁ ଆମର ତୃତୀୟ ଏବଂ ସମ୍ଭବତଃ ସବୁଠାରୁ ପ୍ରାସଙ୍ଗିକ ମୂଳସ୍ତମ୍ଭ ଆଡ଼କୁ ଯିବା, ଜମିର ଅଧିକାର। କେବଳ ଚାଷ କରିବା ପାଇଁ ନୁହେଁ। ନିଶ୍ଚିତ ଭାବେ ଜମି ସହିତ ଜଳ, ଜଙ୍ଗଲ ଏବଂ ଆଖପାଖ ପରିବେଶ ଓତପ୍ରୋତ ଭାବେ ଜଡ଼ିତ। ଏକଦମ। ଏବଂ ଏହା ଆମକୁ ନେଇଯାଉଛି ପରିବେଶ ନ୍ୟାୟ ବା ଏନଭାଇରନମେଣ୍ଟାଲ ଜଷ୍ଟିସ୍ ଆଡ଼କୁ। ସ୍ଲାଇଡ୍ ତଥ୍ୟଗୁଡ଼ିକରେ ଚିଲିକା ବଞ୍ଚାଓ ଆନ୍ଦୋଳନକୁ ଏହାର ଏକ ପ୍ରମୁଖ ଉଦାହରଣ ଭାବରେ ଦର୍ଶାଯାଇଛି। ହଁ, ଚିଲିକା ଆନ୍ଦୋଳନର ଇତିହାସ ବହୁତ ପ୍ରେରଣାଦାୟକ। ଓ ସବୁଠାରୁ ମଜାଦାର କଥା ହେଉଛି, ଏହା କୌଣସି ବଡ଼ ରାଜନୈତିକ ଦଳ ଦ୍ୱାରା ଆରମ୍ଭ ହୋଇନଥିଲା। ସ୍ଥାନୀୟ ପାରମ୍ପରିକ ମତ୍ସ୍ୟଜୀବୀ ଏବଂ ଆକ୍ଟିଭିଷ୍ଟମାନେ ଏହାକୁ ପରିଚାଳନା କରିଥିଲେ। ସେମାନଙ୍କର ଲଢ଼ାଇ ଥିଲା କମର୍ସିଆଲ ପ୍ରନ୍ ଫାର୍ମିଂ ବା ବ୍ୟବସାୟିକ ଚିଙ୍ଗୁଡ଼ି ଚାଷ ବିରୁଦ୍ଧରେ। ଠିକ୍ କଥା। ଏହି ପୂରା ପରିସ୍ଥିତିକୁ ବୁଝିବା ପାଇଁ ଆମେ ଗୋଟେ ଛୋଟ ଦୈନନ୍ଦିନ ଉଦାହରଣ ନେବା। ଧରିନିଅନ୍ତୁ, ଗୋଟେ ଗାଁରେ ଏକମାତ୍ର ବ୍ୟାଙ୍କ ଅଛି, ଯେଉଁଠି ଗାଁର ସମସ୍ତ ଲୋକ ନିଜର ସଞ୍ଚୟ ରଖନ୍ତି ଏବଂ ଦରକାର ବେଳେ ଋଣ ନିଅନ୍ତି। ଆଚ୍ଛା। ହଠାତ୍ ବାହାରୁ ଏକ ବଡ଼ ଘରୋଇ କମ୍ପାନୀ ଆସି ସେହି ବ୍ୟାଙ୍କକୁ କବ୍ଜା କରିନେଲା ଆଉ କହିଲା ଯେ ଏବେ କେବଳ ସେମାନେ ହିଁ ସବୁ ଟଙ୍କା ବ୍ୟବହାର କରିବେ। ସେହି କମ୍ପାନୀ ଅଳ୍ପ କିଛି ଦିନ ଭିତରେ ବିପୁଳ ଲାଭ କମାଇ ସେଠାରୁ ଚାଲିଯିବ। କିନ୍ତୁ ଗାଁ ଲୋକଙ୍କ ପାଖରେ ନିଜର ଆର୍ଥିକ ଭବିଷ୍ୟତ ପାଇଁ କିଛି ବି ବଞ୍ଚିବ ନାହିଁ। ସେଇଆ ତ। ବାସ୍ତବରେ ଚିଲିକାର ଅବସ୍ଥା ମଧ୍ୟ ଠିକ୍ ସେହିପରି ହେବାକୁ ଯାଉଥିଲା। ଏହି ବ୍ୟାଙ୍କ ଉଦାହରଣଟି ପରିସ୍ଥିତିର ଗମ୍ଭୀରତାକୁ ଖୁବ୍ ଭଲ ଭାବରେ ଦର୍ଶାଉଛି, କାରଣ ଚିଲିକା ହେଉଛି ସେହି ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ପାଇଁ ସେହି ବ୍ୟାଙ୍କ ଯାହା ଉପରେ ସେମାନେ ପିଢ଼ି ପିଢ଼ି ଧରି ନିର୍ଭର କରି ଆସୁଥିଲେ। ଏକଦମ। ଯେତେବେଳେ ବଡ଼ ବଡ଼ କମ୍ପାନୀମାନେ ବ୍ୟବସାୟିକ ଚିଙ୍ଗୁଡ଼ି ଚାଷ ପାଇଁ ହ୍ରଦ ଭିତରେ ବଡ଼ ବଡ଼ ଘେରି ତିଆରି କଲେ, ତାହା କେବଳ ପାଣିକୁ ଅବରୋଧ କଲା ନାହିଁ, ତାହା ମତ୍ସ୍ୟଜୀବୀମାନଙ୍କର ମାଛ ଧରିବାର ପାରମ୍ପରିକ ରାସ୍ତାକୁ ବନ୍ଦ କରିଦେଲା। ଆଉ ପରିବେଶର ମଧ୍ୟ କ୍ଷତି ହେଲା। ହଁ, ତାହାଠାରୁ ବଡ଼ କଥା ହେଉଛି, ଚିଙ୍ଗୁଡ଼ି ଚାଷରେ ବ୍ୟବହୃତ ହେଉଥିବା ରାସାୟନିକ ପଦାର୍ଥ ଚିଲିକାର ସମ୍ପୂର୍ଣ୍ଣ ଜୈବ ବିବିଧତା ବା ବାୟୋଡାଇଭର୍ସିଟିକୁ ନଷ୍ଟ କରିବାକୁ ଲାଗିଲା। ତେଣୁ ଚିଲିକା ବଞ୍ଚାଓ ଆନ୍ଦୋଳନକୁ କେବଳ ଗଛ କିମ୍ବା ପାଣି ବଞ୍ଚାଇବାର ଆନ୍ଦୋଳନ କହିଲେ ଭୁଲ ହେବ। ତାହେଲେ ଆଉ କ'ଣ ଥିଲା? ଏହା ପ୍ରକୃତରେ ସେହି ହଜାର ହଜାର ଲୋକଙ୍କର ଲାଇଭଲିହୁଡ୍ ରାଇଟ୍ସ ବା ଜୀବିକା ଅଧିକାର ଏବଂ ବଞ୍ଚିବାର ଅଧିକାର ପାଇଁ ଏକ କର ବା ମର ସଂଗ୍ରାମ ଥିଲା। ଏବଂ ଆଶ୍ୱାସନାର କଥା ହେଉଛି, ଯେତେବେଳେ ସାଧାରଣ ଲୋକେ ଏକାଠି ହୋଇ ପ୍ରତିବାଦ କଲେ, ସେତେବେଳେ ସରକାର ଏବଂ ବଡ଼ କର୍ପୋରେଟ୍ ଶକ୍ତିମାନଙ୍କୁ ପଛକୁ ହଟିବାକୁ ପଡ଼ିଥିଲା। ମାନେ ଏହି ଆନ୍ଦୋଳନ ସମ୍ପୂର୍ଣ୍ଣ ସଫଳ ହୋଇଥିଲା? ହଁ, ଏକଦମ। ବହୁତ ବଢ଼ିଆ। ତାହେଲେ ଏହି ତିନୋଟି ଯାକ ସ୍ତମ୍ଭକୁ ଆଲୋଚନା କଲାପରେ ଏକ ସ୍ପଷ୍ଟ ଚିତ୍ର ମିଳୁଛି, ଯେମାନେ ଇତିହାସର ଏହି ବିଭିନ୍ନ ଆନ୍ଦୋଳନଗୁଡ଼ିକ ପରସ୍ପରଠାରୁ ଅଲଗା ନୁହନ୍ତି। ସବୁଗୁଡ଼ିକ ପରସ୍ପର ସହ ଗଭୀର ଭାବେ ଜଡ଼ିତ। ଆମେ ବର୍ତ୍ତମାନ ଆମର ଏହି ଗଭୀର ଅନୁଶୀଳନର ଶେଷ ପର୍ଯ୍ୟାୟରେ ପହଞ୍ଚିଛେ। ଯାହାକୁ ଆମେ ଦି ଲେଗାସି ଅଫ୍ ରେଜିଷ୍ଟେନ୍ସ ବୋଲି କହିପାରିବା। ହଁ, ପ୍ରତିରୋଧର ଐତିହ୍ୟ। ଯଦି ଆମେ ଏହି ସମସ୍ତ ଘଟଣାର ଏକ ସାମଗ୍ରିକ ନିଷ୍କର୍ଷ ବାହାର କରିବାକୁ ଚାହିଁବା, ତେବେ ଏହି ଆନ୍ଦୋଳନଗୁଡ଼ିକ ଆମକୁ ଆଜିର ସମାଜ ପାଇଁ କ'ଣ ଦେଇଯାଇଛନ୍ତି? ଆମ ସ୍ଲାଇଡ୍ ତଥ୍ୟ ଅନୁସାରେ ଏହି ବିଶାଳ ଐତିହ୍ୟକୁ ଆମେ ମୁଖ୍ୟତଃ 4ଟି ସ୍ପଷ୍ଟ ଭାଗରେ ବୁଝିପାରିବା। ପ୍ରଥମଟି ହେଲା ଚ୍ୟାଲେଞ୍ଜେଡ୍ ଟ୍ରେଡିସନ୍ସ ବା ପରମ୍ପରାକୁ ଚ୍ୟାଲେଞ୍ଜ କରିବା। ଯେମିତି ମନ୍ଦିର ପ୍ରବେଶ ଆଉ ମହିମା ଧର୍ମ। ଠିକ୍। ସେଗୁଡ଼ିକ ପ୍ରମାଣ କଲା ଯେ ଶତାବ୍ଦୀ ଧରି ଚାଲିଆସୁଥିବା ଜାତିଗତ ଅହଙ୍କାରକୁ ଭାଙ୍ଗିବା ସମ୍ଭବ। ଦ୍ୱିତୀୟଟି ହେଲା ଏମ୍ପାୱାର୍ଡ ଦି ଭଲ୍ନେରେବଲ୍ ବା ଦୁର୍ବଳ ଶ୍ରେଣୀକୁ ସଶକ୍ତ କରିବା। ମହିଳାମାନଙ୍କୁ ଆର୍ଥିକ ସ୍ୱାଧୀନତା ଦେବାଠାରୁ ଆରମ୍ଭ କରି କୃଷକମାନଙ୍କୁ ଜମି ଅଧିକାର ଦେବା ପର୍ଯ୍ୟନ୍ତ ଏହା ସମାଜର ତଳ ସ୍ତରରେ ଥିବା ଲୋକଙ୍କୁ ଏକ ସ୍ୱର ପ୍ରଦାନ କଲା। ତାପରେ ତୃତୀୟ ଦିଗଟି? ତୃତୀୟଟି ହେଉଛି ପ୍ରୋଟେକ୍ଟେଡ୍ ରିସୋର୍ସେସ୍ ବା ପ୍ରାକୃତିକ ସମ୍ପଦର ସୁରକ୍ଷା। ଚିଲିକା ଆନ୍ଦୋଳନ ଏହାର ସର୍ବଶ୍ରେଷ୍ଠ ଉଦାହରଣ। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚତୁର୍ଥ ଦିଗଟି ହେଲା ଡେମୋକ୍ରାଟିକ୍ ଇଣ୍ଟିଗ୍ରେସନ୍ ବା ଗଣତାନ୍ତ୍ରିକ ଅନ୍ତର୍ଭୁକ୍ତିକରଣ। ନକ୍ସଲ ଆନ୍ଦୋଳନ ଭଳି ସଶସ୍ତ୍ର ସଂଗ୍ରାମ ମଧ୍ୟ ଶେଷରେ ବୁଝିପାରିଲା ଯେ ବାସ୍ତବିକ ପରିବର୍ତ୍ତନ କେବଳ ସମ୍ବିଧାନ ମାଧ୍ୟମରେ ହିଁ ଆସିପାରିବ। ମାନେ ଏହି 4ଟି ଯାକ ଉପାଦାନ ମିଳିତ ହୋଇ ଆଜିର ଏକ ସଚେତନ ଓ ସମାନତା ଭିତ୍ତିକ ଓଡ଼ିଶାର ମୂଳଦୁଆ ପକାଇଛନ୍ତି। ଏକଦମ ସତ୍। ସତରେ ଏହି ପରିବର୍ତ୍ତନଗୁଡ଼ିକ ଗୋଟିଏ ଦିନରେ ଆସିନାହିଁ। ଦଶନ୍ଧି ଦଶନ୍ଧି ଧରି ରାସ୍ତା ଉପରେ, କୋର୍ଟ ଭିତରେ, ଜଙ୍ଗଲରେ
ଏବଂ ପାଣି ଭିତରେ ଲୋକମାନେ ନିଜର ଶାରୀରିକ ଉପସ୍ଥିତି ଜାହିର କରି ଏହି ସଂଘର୍ଷ କରିଛନ୍ତି। ହଁ, ବହୁତ ବଳିଦାନ ଅଛି ଏହା ପଛରେ। କିନ୍ତୁ ଯେତେବେଳେ ଆମେ ଏହି ଇତିହାସରୁ ବାହାରି ଆଜିର ଆଧୁନିକ ଯୁଗକୁ ଦେଖୁଛୁ, ଏକ ନୂଆ ଚିନ୍ତା ମନକୁ ଆସୁଛି। ଆଜିର ସମୟରେ ରାସ୍ତା ଉପରେ ସେହି ପ୍ରତ୍ୟକ୍ଷ ସଂଘର୍ଷ ବହୁତ କମିଯାଇଛି। ତା ସ୍ଥାନ ନେଇଛି ଡିଜିଟାଲ ଆକ୍ଟିଭିଜମ୍ ବା ସୋସିଆଲ ମିଡିଆ ପ୍ରତିବାଦ। ଠିକ୍ କଥା। ଆଜି ଗୋଟେ ହ୍ୟାଶଟ୍ୟାଗ୍ ଟ୍ରେଣ୍ଡ କରାଇ ଆମେ ଭାବୁଛୁ ଯେ ଆମେ ବିପ୍ଳବ ଆଣିଦେଲୁ। କିନ୍ତୁ ବିନା ଶାରୀରିକ ଉପସ୍ଥିତି ଏବଂ ବିନା ବାସ୍ତବ ପ୍ରତିରୋଧରେ ଏହି ଲାଇକ୍ ଓ କମେଣ୍ଟ ଆଧାରିତ ଆନ୍ଦୋଳନଗୁଡ଼ିକ କ'ଣ ପ୍ରକୃତରେ ଅତୀତର ସେହି ମନ୍ଦିର ପ୍ରବେଶ କିମ୍ବା ଚିଲିକା ଆନ୍ଦୋଳନ ଭଳି ଦୃଢ଼ ଏବଂ ସ୍ଥାୟୀ ପରିବର୍ତ୍ତନ ଆଣିବାର ସକ୍ଷମ ହେବ? ପ୍ରକୃତରେ ଏହା ଏକ ବହୁତ ଗଭୀର ଏବଂ ଚିନ୍ତାଜନକ ପ୍ରଶ୍ନ। ସେୟା ତ, କ'ଣ ଗୋଟିଏ ଡିଜିଟାଲ ପୋଷ୍ଟ, ବନ୍ଧୁକ ବା ବଡ଼ କର୍ପୋରେଟ୍ ଶକ୍ତିକୁ ପଛକୁ ହଟାଇ ପାରିବ? ଏହି ଚିନ୍ତାଧାରା ସହ ଆଜିର ଏହି ଗଭୀର ଆଲୋଚନାକୁ ଆମେ ଏଠାରେ ରଖିବା। ଧନ୍ୟବାଦ। ଧନ୍ୟବାଦ।